ପ୍ରାରମ୍ଭରୁ ହୋଇଥିବାରୁ ଆସନ୍ତୁ ଆମେ ସମସ୍ତେ ମିଳିତ ଭାବରେ କହିବା ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଆସନ୍ତୁ ପ୍ରଭୁଙ୍କ ଦାସଙ୍କୁ ଆଉ ସମ୍ମୁଖକୁ ଆହ୍ୱାନ କରିବି। ଆମମାନଙ୍କ ମଧ୍ୟରେ ଅଛନ୍ତି ଭାଇ ଅଛନ୍ତି କି ମୁଁ ଦେଖିପାରୁନି। ଖୋସଲା ଭାଇ ନମସ୍କାର। ନମସ୍କାର। ତେବେ ମୁଁ ନମସ୍କାର ସାର୍, ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ବୋଧେ ମାଙ୍କର କଟି ଯାଇଛି, ଆମେ ଆରମ୍ଭ କରିବା। ହାଲେଲୁୟା, ପ୍ରେଜ୍ ଗଡ୍। ପ୍ରଭୁଙ୍କର ଏକ ଜୀବନ୍ତ ବାକ୍ୟ ସହିତ ଆଜିର ଉପାସନାକୁ ଆମେ ଆରମ୍ଭ କରିବା। ମୁଁ ସର୍ବଦା ସଦାପ୍ରଭୁଙ୍କର ଧନ୍ୟବାଦ କରିବି, ମୋ ମୁଖରେ ନିରନ୍ତର ତାହାଙ୍କର ପ୍ରଶଂସା ହେବ। ମୋର ପ୍ରାଣ ସଦାପ୍ରଭୁଙ୍କ ଠାରେ ଦର୍ପ କରିବ, ନମ୍ର ଲୋକମାନେ ତାହା ଶୁଣି ଆନନ୍ଦିତ ହେବେ। ମୁଁ ସର୍ବଦା ସଦାପ୍ରଭୁଙ୍କର ଧନ୍ୟବାଦ କରିବି, ମୋ ମୁଖରେ ନିରନ୍ତର ତାହାଙ୍କର ପ୍ରଶଂସା ହେବ। ଆସନ୍ତୁ ଏହି ସମୟ ଜୀବିତ ପରମେଶ୍ୱରଙ୍କ ନିକଟରେ ଆମେ ସମର୍ପିତ ହେବା। ସେ ମହାନ ପରମେଶ୍ୱର, ସେ ଜୀବନ୍ତ ପରମେଶ୍ୱର ପଦେ ପ୍ରାର୍ଥନା କରି ଆମେ ଆଗକୁ ବଢିବା। ଧନ୍ୟବାଦ ପିତା, ଏପର୍ଯ୍ୟନ୍ତ ପ୍ରଭୁ ଆମମାନଙ୍କର ପ୍ରାର୍ଥନା ଶୁଣିଅଛ, ଉତ୍ତର ଦେଇଅଛ ପିତା ପରମେଶ୍ୱର, ଏହା ଆମେ ବିଶ୍ୱାସ କରୁଅଛୁ। ପ୍ରଭୁ ତୁମରି ଦାସ ଦାସୀ ଅନେକ ଗୁହାରି, ଅନେକ ନିବେଦନ, ହଁ ପ୍ରଭୁ କେବଳ ତୁମେ ହିଁ ଆମମାନଙ୍କର ବିଶ୍ୱାସ ଭୂମି, ତୁମେ ହିଁ ଆମମାନଙ୍କର ପ୍ରାର୍ଥନା ଶ୍ରବଣକାରୀ, ଉତ୍ତରକାରୀ ପରମେଶ୍ୱର। ପ୍ରଭୁ ରାଜା ଯୀଶୁ, କୌଣସି ମନୁଷ୍ୟ ଠାରେ ନିର୍ଭର କରିବା ଅପେକ୍ଷା ତୁମଠାରେ ନିର୍ଭର କରିବା ସବୁଠାରୁ ଉତ୍ତମ ଅଟେ। ପ୍ରଭୁଗ ତୁମେ ଦୟା କଲ, କୃପା କଲ ଏଇ ପ୍ରାତଃ କାଳ ସମୟ। ପ୍ରଭୁ ଯୀଶୁ ବାପା ଅଶେଷ ଅଶେଷ ଧନ୍ୟବାଦ। ଏଇ ସମୟ ଏଇ ବେଳାକୁ ତୁମ ହସ୍ତରେ ସମର୍ପିତ ହଉଛୁ ପିତା। ଉପସ୍ଥିତ ସମସ୍ତେ, ହଁ ରାଜା, ଏଇ ଯୋଉ ପ୍ଲାଟଫର୍ମ ରେ ଯେତେ ଆମେ ଜଡିତ ହେଇଯାଉଛୁ ପ୍ରଭୁ ଯୀଶୁଙ୍କ ପ୍ରତ୍ୟେକଙ୍କ ନିକଟବର୍ତ୍ତୀ ହୁଏ ଏଇ ସମୟ। ଏଇବେଳା ତୁମେ କଥା କୁହ, ତୁମେ କାର୍ଯ୍ୟ କର ପିତା, ତୁମ ହସ୍ତରେ ସମର୍ପିତ ହଉଛୁ। ଆରାଧନା, ମହିମା, ଗୌରବ ତୁମର ହୋ ପିତା। ତୁମ ଆତ୍ମାଙ୍କୁ ପଠାଅ ପ୍ରଭୁ, ତୁମ ଆତ୍ମାଙ୍କର ଅଭିଷେକ ଦିଅ ପିତା। ପ୍ରଭୁ ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍, ଆମେନ୍। ପ୍ରେଜ୍ ଗଡ୍। ଉପସ୍ଥିତ ପ୍ରଭୁଙ୍କର ପ୍ରିୟଜନ ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ନମସ୍କାର। ମୋ ଭଏସ କ୍ଲିୟର ଅଛି ବୋଧେ, ମୁଁ ଆଶା କରେ ସାର୍ ମୋ ଭଏସ କ୍ଲିୟର ଅଛି ବୋଲି ମନେ କରୁଛି। ପ୍ରଭୁଙ୍କୁ ଧନ୍ୟବାଦ ଦେବା। ଆସନ୍ତୁ ଏହି ସମୟ ଜୀବିତ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବାର ସମୟ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ସମସ୍ତେ ଆମେ ଅଳ୍ପ ସମୟ ମୁଖ ଖୋଲିବା, ପ୍ରଭୁଙ୍କୁ ଧନ୍ୟବାଦ ଦେବା। ଏପର୍ଯ୍ୟନ୍ତ ଆମମାନଙ୍କର ମହାନ ପରମେଶ୍ୱର ପିତା, ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ, ହଁ ପ୍ରଭୁ ତୁମେ ଏପର୍ଯ୍ୟନ୍ତ କଢାଇ ଆଣିଛ, ଏଥିପାଇଁ ଧନ୍ୟବାଦ ଦେବା। ହାଲେଲୁୟା, ପ୍ରେଜ୍ ଗଡ୍, ପ୍ରେଜ୍ ଗଡ୍। Thank you, Lord. Thank you, Lord. Thank you, Jesus. Thank you, Jesus. Thank you, Holy, Holy, Holy God. ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ ପିତା ପରମେଶ୍ୱର। ପ୍ରଭୁ ଯୀଶୁ, ହେ ରାବୁନି, ହେ ଦାଉଦ ସନ୍ତାନ ଯୀଶୁ, ତୁମ ଚରଣ ତଳେ ଆସିଅଛୁ, ତୁମ ନିକଟକୁ ଆସିଅଛୁ ପିତା। ଆମମାନଙ୍କୁ ଆଜି ଦୟା କର, ମୋ ଅଷ୍ଟାଧର ସୂଚି କର ପିତା, ପବିତ୍ର କର ରାଜା। ମୋର କୌଣସି ଯୋଗ୍ୟତା ନାହିଁ ପ୍ରଭୁ ଏହି ସ୍ଥାନରେ, ତୁମରି ସାଧୁ ଜନଙ୍କ ସହିତ ତୁମର ଗୌରବ କରିବା ନିମନ୍ତେ ପବିତ୍ର ଆତ୍ମା ଆସ ପ୍ରଭୁ, ପବିତ୍ର ଆତ୍ମା ଆସ ପ୍ରଭୁ। ଧନ୍ୟବାଦ, ଧନ୍ୟବାଦ। ପ୍ରେଜ୍ ୟୁ ଗଡ୍। ଏ ଆକାଶ ତଳେ ଗୋଟିଏ ନାମ, ମନୁଷ୍ୟ ମଧ୍ୟରେ ନାହିଁ ତା ସମ। ଏ ଆକାଶ ତଳେ ଗୋଟିଏ ନାମ, ମନୁଷ୍ୟ ମଧ୍ୟରେ ନାହିଁ ତା ସମ। ସେ ନାମ, ପ୍ରିୟ ନାମ, ସବୁଠୁ ଅନୁପମ। ସେ ନାମ, ପ୍ରିୟ ନାମ, ସବୁଠୁ ଅନୁପମ। ଯୀଶୁ ନାମ, ମୋ ଯୀଶୁ ନାମ, ପ୍ରଭୁ ନାମ, ମୋ ପ୍ରଭୁ ନାମ। ଏ ଆକାଶ ତଳେ ଗୋଟିଏ ନାମ, ମନୁଷ୍ୟ ମଧ୍ୟରେ ନାହିଁ ତା ସମ। ସେ ନାମ, ପ୍ରିୟ ନାମ, ସବୁଠୁ ଅନୁପମ।
ସେ ନାମ ପ୍ରିୟ ନାମ ସବୁଠୁ ଅନୁପମ ଯୀଶୁ ନାମ ମୋ ଯୀଶୁ ନାମ ପ୍ରଭୁ ନାମ ମୋ ପ୍ରଭୁ ନାମ ଯୀଶୁ ନାମ ମୋ ଯୀଶୁ ନାମ ପ୍ରଭୁ ନାମ ମୋ ପ୍ରଭୁ ନାମ ସବୁ ଦେବତା ଅପେକ୍ଷା ସେହି ନାମ ଦୁନିଆରେ ସବୁଠାରୁ ଶ୍ରେଷ୍ଠ ନାମ ତାଙ୍କ ଛଡ଼ା ମିଳେ ନାହିଁ ପରିତ୍ରାଣ ସେ ଯେ ପଥ ସେ ଯେ ସତ୍ୟ ସେ ଜୀବନ ସବୁ ଦେବତା ଅପେକ୍ଷା ସେହି ନାମ ଦୁନିଆରେ ସବୁଠାରୁ ଶ୍ରେଷ୍ଠ ନାମ ତାଙ୍କ ଛଡ଼ା ମିଳେ ନାହିଁ ପରିତ୍ରାଣ ସେ ଯେ ପଥ ସେ ଯେ ସତ୍ୟ ସେ ଜୀବନ ସେ ନାମ ସୁଧା ନାମ ସବୁଠୁ ମିଷ୍ଟ ନାମ ସେ ନାମ ସୁଧା ନାମ ସବୁଠୁ ମିଷ୍ଟତମ ଯୀଶୁ ନାମ ଯୀଶୁ ନାମ ପ୍ରଭୁ ନାମ ମୋ ପ୍ରଭୁ ନାମ ଯୀଶୁ ନାମ ମୋ ଯୀଶୁ ନାମ ପ୍ରଭୁ ନାମ ମୋ ପ୍ରଭୁ ନାମ ଏ ଆକାଶ ତଳେ ଗୋଟିଏ ନାମ ମନୁଷ୍ୟ ମଧ୍ୟରେ ନାହିଁ ତା ସମ ସେ ନାମ ସୁଧା ନାମ ସବୁଠୁ ମନୋରମ ଯୀଶୁ ନାମ ଯୀଶୁ ନାମ ପ୍ରଭୁ ନାମ ପ୍ରଭୁ ନାମ ଯୀଶୁ ନାମ ଯୀଶୁ ନାମ ପ୍ରଭୁ ନାମ ପ୍ରଭୁ ନାମ ସେ ଅକ୍ଷୟ ସେ ଅଦୃଶ୍ୟ ଅନ୍ତର୍ଯ୍ୟାମୀ ସର୍ବବ୍ୟାପୀ ସର୍ବଦର୍ଶୀ ପରାକ୍ରମୀ ଓ ନିଶ୍ୱାସ ପ୍ରଶ୍ୱାସ ଧାରି ସବୁ ପ୍ରାଣୀ କରିଥାନ୍ତି ସେହି ନାମେ ଜୟ ଧ୍ୱନି ସେ ଅକ୍ଷୟ ସେ ଅଦୃଶ୍ୟ ଅନ୍ତର୍ଯ୍ୟାମୀ ସର୍ବବ୍ୟାପୀ ସର୍ବଦର୍ଶୀ ପରାକ୍ରମୀ ନିଶ୍ୱାସ ପ୍ରଶ୍ୱାସ ଧାରି ସବୁ ପ୍ରାଣୀ ସେହି ନାମେ କରିଥାନ୍ତି ଜୟ ଧ୍ୱନି ସେ ନାମ ମହାନାମ ସବୁଠୁ ମନୋରମ ସେ ନାମ ମହାନାମ ସବୁଠୁ ମନୋରମ ଯୀଶୁ ନାମ ଯୀଶୁ ନାମ ପ୍ରଭୁ ନାମ ପ୍ରଭୁ ନାମ ଏ ଆକାଶ ତଳେ ଗୋଟିଏ ନାମ ମନୁଷ୍ୟ ମଧ୍ୟରେ ନାହିଁ ତା ସମ ସେ ନାମ ସୁଧା ନାମ ସବୁଠୁ ଅନୁପମ ସେ ନାମ ସୁଧା ନାମ ସବୁଠୁ ଅନୁପମ ଯୀଶୁ ନାମ ଯୀଶୁ ନାମ ପ୍ରଭୁ ନାମ ପ୍ରଭୁ ନାମ ଯୀଶୁ। ଯୀଶୁ ନାମ ମୋ ଯୀଶୁ ନାମ
প্রভু নাম ମୋ ପ୍ରଭୁ ନାମ। ପିତା ପରମେଶ୍ୱର ଧନ୍ୟବାଦ ଦଉଛୁ, ତୁମ ନାମର ସ୍ତୁତିବାଦ କରୁଅଛୁ ପିତା। ପ୍ରଭୁ ସାରା ବିଶ୍ୱରେ ଆଜି 800 କୋଟିରୁ ଉର୍ଦ୍ଧ୍ୱ ଲୋକ ପ୍ରଭୁ ଯୀଶୁ ଆମ ଦେଶ ଭାରତ ଦେଶରେ ପ୍ରଭୁ ଓ 140 କୋଟି ଓ ରାଜା ଇତି ଲୋକ ମଧ୍ୟରେ ପ୍ରଭୁ ଯୀଶୁ ଏହି 800 କରୋଡ଼ ମଧ୍ୟରେ ଆଜି ଆମମାନଙ୍କୁ ତୁମେ ମନୋନୀତ କରିଅଛ। ପ୍ରଭୁ ଆମ ଦେଶରେ ମାତ୍ର 3% ଏପର୍ଯ୍ୟନ୍ତ ପ୍ରଭୁ ଯୀଶୁ ତୁମର ପରିଚୟ ତୁମକୁ ଜାଣନ୍ତି। ପିତା ପରମେଶ୍ୱର ଆକାଶ ତଳେ ଯୋଉ ନାମରେ କି ପରିତ୍ରାଣ, ଯୋଉ ନାମରେ କି ଶାନ୍ତି, ଯୋଉ ନାମରେ କି ମୁକ୍ତି, ସେହି ଯୀଶୁଙ୍କ ନାମରେ ପ୍ରଭୁ ଆମମାନଙ୍କୁ ଆଜି ଏକତ୍ରିତ କରିଅଛ। ଆଉ କୌଣସି ନାମ ନାହିଁ ପିତା। There is no other name, Lord. There is miracle in your name. There is healing in your name. There is salvation in your name, dear Jesus. We thank you, we exalt you, God. Hallelujah, ପିତା। ସେଇ ନାମ ନେବା କୌଣସି ଯୋଗ୍ୟତା ନାହିଁ ପିତା ମୋର। ସେଇ ନାମ ଧରିବାର କୌଣସି ଯୋଗ୍ୟ ନାହିଁ ପ୍ରଭୁ ମୋର। ପ୍ରଭୁ ଯୀଶୁ ବାପା, ଓ ମଙ୍ଗଳମୟ ସଦା ପ୍ରଭୁ, ପାପୀ ମାନଙ୍କ ମଧ୍ୟରେ ପ୍ରଧାନ ପାପୀ ଯେ ମୁଁ। ପିତା ପରମେଶ୍ୱର ଏ ପ୍ରକାର ଓ ରାଜା ଧୂଳିରେ ଥିବା ଲୋକକୁ ତୁମେ ଉଠାଇବା ପରମେଶ୍ୱର। ତୁମେ ପାପୀ ମାନଙ୍କର ବନ୍ଧୁ ଅଟ ପ୍ରଭୁ ଯୀଶୁ। ହେ ରାଜନ, ହେ ମଙ୍ଗଳମୟ ସଦା ପ୍ରଭୁ, ଧନ୍ୟବାଦ ସେହି ଯୀଶୁଙ୍କୁ ପାଇଥିବାରୁ। ଧନ୍ୟବାଦ ଦଉଛୁ ଆପଣଙ୍କର ପୁତ୍ରଙ୍କ ପାଇଁ, କ୍ରୁଶରେ ହତ ପ୍ରଭୁ ଯୀଶୁଙ୍କ ପାଇଁ। ରାଜା ଯୀଶୁ ସେଇ କାଲବରୀ କ୍ରୁଶରେ ଆମମାନଙ୍କ ନିମନ୍ତେ ଜୀବନ ଦେଲ। ଓ ରାଜା ସେ ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ, ମୁକ୍ତି ପାଇବା ନିମନ୍ତେ ପ୍ରଭୁ ଯୀଶୁ ଆମମାନଙ୍କ ନିମନ୍ତେ ସେଇ ପ୍ରେରିତ ଭାବବାଦୀ ମାନଙ୍କର ଭିତ୍ତିମୂଳ ଉପରେ ସ୍ଥାପିତ ସେଇ ବିଶ୍ୱାସ, ପ୍ରଭୁ ସେଇ ବିଶ୍ୱାସରେ ମଜବୁତ ରହିବାକୁ ସାହାଯ୍ୟ କର ପିତା। ପ୍ଲିଜ ତମେ କ୍ଷମା କର ମତେ ପ୍ରଭୁ। ତୁମ ନାମ ନେବାର କୌଣସି ଯୋଗ୍ୟତା ନାହିଁ ଗୋ ପିତା। ଓ ରାଜା, ହାଲେଲୁୟା ପିତା। ଆବା ପିତା ପରମେଶ୍ୱର, ଥ୍ୟାଙ୍କ ୟୁ ଲର୍ଡ। ଧନ୍ୟ 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 ଯୀଶୁ ରାଜା, हालेलुया। स्वर्ग पृथ्वी सारे सृष्टि पुकारते ही नाम को, हर एक जुबा ये गाएगी यीशु पवित्र है, यीशु पवित्र है, यीशु पवित्र है, यीशु पवित्र है, मेरा यीशु पवित्र है। धन्य धन्य यीशु नाम पुकारते एक ही नाम को, हर एक जुबा ये गाएगी यीशु पवित्र है, यीशु पवित्र है, यीशु पवित्र है, यीशु पवित्र है, मेरा यीशु पवित्र है। मेरे पापों को धो दिया परमेश्वर का निर्दोष मेमना, हर एक जुबा ये गाएगी यीशु पवित्र है, यीशु पवित्र है, यीशु पवित्र है, यीशु पवित्र है, मेरा यीशु पवित्र है। हालेलुया में, हालेलुया में, हालेलुया में, हालेलुया।
स्वर्गदूत सारे सृष्टि पुकारते एक ही नाम को, हर एक जुबान ये गाएगी यीशु पवित्र है, यीशु पवित्र है, यीशु पवित्र है, यीशु पवित्र है, मेरा यीशु पवित्र है। धन्य धन्य यीशु नाम। धन्यवाद राजा, धन्यवाद पिता परमेश्वर। हालेलुया राजा, हालेलुया। स्वर्ग पृथ्वी हालेलुया बनाने वाला खुदावंद यीशु राजा, तेरी महिमा हो। धन्यवाद धन्यवाद राजा। हालेलुया। प्रेज द लॉर्ड, प्रेज द लॉर्ड, प्रेज द लॉर्ड। Hallelujah to the name of God. Hallelujah for all you have done on the Calvary cross, Master. We thank you, we praise you, Jesus. Oh, Holy Spirit, we welcome you, God. पवित्र आत्मा आपनको स्वागत करूछु। धन्यवाद प्रभु जीशु। एई प्रात काल रे प्रभु तुम ठारू अभिषेक, तुम ठारू सामर्थ पाइबा को आसीछु, तुमको भेटिबा को आसीछु प्रभु जीशु। से दिन मरियम जे प्रकार रब्बुनी बोली कि प्रभु जीशु से खोजिबा को जाइथिले राजा। ओ से भोर समय रे ओ राजा जीशु, एई समय रे तुमरे एनकाउंटर आमे चाहू, तुमको चाहू गो राजा। प्रभु जीशु तुम सहित साक्षात करिबा को स्थान रे आमे उपस्थित होइछु राजा। हालेलुया पिता, धन्यवाद धन्यवाद राजा। हालेलुया। एक बारिश की तरह, एक अग्नि के समान, या गिर जाए मुझ पर एक चादर के समान, एक बारिश की तरह, एक अग्नि के समान, या गिर जाए मुझ पर एक चादर के समान, हो दुगुना दुगुना पहले से ज्यादा ज्यादा, हो अभिषेक काज मुझ पे, हो दुगुना दुगुना पहले से ज्यादा ज्यादा, हो अभिषेक आज मुझ पे, अभिषेक कर दे मुझे तेरी रूह से, अभिषेक कर दे मुझे तेरी रूह से, कि मैं बन सकूं हूबहू तेरे जैसे, अभिषेक कर दे मुझे तेरी रूह से, कि मैं बन सकूं हूबहू तेरे जैसे, हो दुगुना दुगुना पहले से ज्यादा ज्यादा, हो अभिषेक काज मुझ पे, हो दुगुना दुगुना पहले से ज्यादा ज्यादा, हो अभिषेक आज मुझ पे, एक बारिश की तरह, एक अग्नि के समान, या गिर जाए मुझ पर एक चादर के समान, एक बारिश की तरह, एक अग्नि के समान, या गिर जाए मुझ पर एक चादर के समान, अभिषेक कर दे प्रभु यीशु राजा, अभिषेक कर दे राजा। तेरी नजरों से मैं देख सकूं, तेरी बातों को मैं सुन सकूं, एक ऐसी कृपा कर दे मुझ पे यीशु, तेरी नजरों से मैं देख सकूं, तेरी बातों को मैं सुन सकूं, एक ऐसी कृपा कर दे मुझ पे यीशु, हो दुगुना दुगुना पहले से ज्यादा ज्यादा, हो अभिषेक
काज मुझ पे हो दुगुना दुगुना पहले से ज्यादा ज्यादा हो अभी से आज मुझ पे अभिषेक कर दे मुझे तेरी रूह से अभिषेक कर दे मुझे तेरी रूह से पिता परमेश्वर ଆଜି ସେଇ ଅଭିଷେକ ପାଇଁ ଆମେ ଆସିଅଛୁ ପିତା ପ୍ରଭୁ ଯୀଶୁ ଏଲିୟଙ୍କର ଅଭିଷେକ 2 ଗୁଣ ଅଭିଷେକ ଏଲିସାଙ୍କ ଉପରେ ପଡିଥିଲା ରାଜା ଯୀଶୁ ଏହି ସ୍ଥାନରେ ସେ ଅଭିଷେକ ନିମନ୍ତେ ଓ ରାଜା ଯୀଶୁ ତୁମକୁ ଅଧିକରୁ ଅଧିକ ଜାଣିବା ନିମନ୍ତେ ଓ କ୍ରୁଶରେ ତ ପ୍ରଭୁ ଯୀଶୁ ତୁମକୁ ପ୍ରଚାର କରିବା ନିମନ୍ତେ ପ୍ରସ୍ତୁତ ହେବା ପାଇଁ ପ୍ରଭୁ ଆମମାନଙ୍କୁ ଦୟା କର ଗୋ ରାଜା ଏ ଦିନମାନଙ୍କରେ ପ୍ରଭୁଙ୍କ ଓ ରାଜା ଶୈତାନର ଦୃଢ ଗଣକୁ ବିନଷ୍ଟ କରିବା ନିମନ୍ତେ ପାପ ଆତ୍ମା ଉପରେ ଜୟ ଲାଭ କରିବା ନିମନ୍ତେ ତୁମେ ଆମମାନଙ୍କୁ ଶକ୍ତି ଦିଅ ରାଜା ତୁମେ ଆମମାନଙ୍କୁ ଓ ରାଜା ସେ ଆଦ୍ୟ ମଣ୍ଡଳୀ ସ୍ୱରୂପ ଓ ରାଜା ସେଦିନ ଅଗ୍ନି ସଦୃଶ୍ୟ ଜିଭା ଗୁଡ଼ିକ ଓହ୍ଲାଇଥିଲା ସେଇ ଓ ରାଜା ସେହି ଆଦ୍ୟ ମଣ୍ଡଳୀର ଅଭିଷେକ ସାମର୍ଥ ପ୍ରଭୁ ଯୀଶୁ ଆଜି ଆମମାନଙ୍କୁ ଦରକାର କର ରାଜା ଧନ୍ୟବାଦ ପିତା ପରମେଶ୍ୱର ହାଲେଲୁୟା ପିତା ଥ୍ୟାଙ୍କ ୟୁ ଲର୍ଡ ଧନ୍ୟବାଦ ପ୍ରଭୁ ଯୀଶୁ ଏ ପର୍ଯ୍ୟନ୍ତ ପିତା ପରମେଶ୍ୱର ତୁମ ଉପସ୍ଥିତିରେ ଆମମାନଙ୍କୁ ରଖିଲ ଧନ୍ୟବାଦ ପ୍ରଭୁ ମୁଁ ଧୂଳି ଛାର ରାଜା ମତେ ହଜାଉ ଲୁଚାଉ ମୁଁ କିଛି ନାହିଁ ପ୍ରଭୁ ଯୀଶୁ ମତେ କ୍ଷମା କର ପିତା ତୁମରି ସାଧୁ ମାନଙ୍କ ସହିତ ଏଇ ବେଳାକୁ ସମର୍ପିତ ହଉଛୁ ରାଜା ଧନ୍ୟବାଦ ପ୍ରଶଂସା ତୁମର ହଉ ତୁମ ଜୀବନ୍ତ ବାକ୍ୟ ଶ୍ରବଣ କରିବାର ସମୟ ରାଜା ତୁମେ ବକ୍ତା ହୁଅ ଆମେ ଶ୍ରୋତା ହେବୁ ପବିତ୍ର ଆତ୍ମା ତୁମେ ବକ୍ତା ଅଟ ରାଜା ହାଲେଲୁୟା ପ୍ରେଜ ଦ ଲର୍ଡ ଧନ୍ୟବାଦ ଧନ୍ୟବାଦ ସାରା ଜଗତର ପ୍ରଭୁ ତୁମେ ତୁମେ ଯୀଶୁ ରାଜନ ମାନବ ଜାତିର ମୁକ୍ତି ତୁମେ ହେ ଈଶ୍ୱର ନନ୍ଦନ ସାରା ଜଗତର ପ୍ରଭୁ ତୁମେ ତୁମେ ଯୀଶୁ ରାଜନ ମାନବ ଜାତିର ମୁକ୍ତି ତୁମେ ହେ ଈଶ୍ୱର ନନ୍ଦନ ରାଜାମାନଙ୍କର ରାଜା ତୁମେ ତୁମେ ଧର୍ମମୟ ମହିମା ଯୀଶୁ ନାମେ ମହିମା ସ୍ତୁତି ଆରାଧନା ଓ মহিমা যিশু নামে মহিমা স্তুতি আরাধনা ধন্যবাদ পাও প্রভু তুমি পূজা পাও ধন্যবাদ পাও যিশু রাজা তুমি পূজা পাও তুমি গৌরব পাও তুমি মহিমা পাও প্রশংসা সজাইবি ମୋ ତ୍ରାଣ କର୍ତ୍ତାଙ୍କର ସାକ୍ଷୀ ହେବି ପ୍ରତି ମୁହୂର୍ତ୍ତେ ମୁଁ ତାଙ୍କ ଅନୁଗ୍ରହର ପ୍ରଶଂସା ସଜାଇବି ମୋ ତ୍ରାଣ କର୍ତ୍ତାଙ୍କର ରାଜା ମାନଙ୍କର ରାଜା ତୁମେ ତୁମେ ଧର୍ମମୟ ପ୍ରଭୁ ମାନଙ୍କର ପ୍ରଭୁ ତୁମେ ତୁମେ ଧର୍ମମୟ ମହିମା ଯୀଶୁ ନାମେ ମହିମା ସ୍তুতি আরাধনা হো মহিমা যিশু নামে মহিমা স্তুতি আরাধনা ধন্যবাদ পাও প্রভু যিশু
ତୁମେ ପୂଜା ପାଅ। ଧନ୍ୟବାଦ ପିତା, ଏ ବେଳା ତୁମ ଚରଣ ତଳେ ସମର୍ପିତ ହଉଛୁ। ଆଗକୁ ସମୟ ତୁମ ଦାସଙ୍କୁ ମୁଖପାତ୍ର ହେଇ ତୁମେ କଥା କୁହ ପିତା। ତୁମ ବାକ୍ୟରେ ଜୀବନ ଅଛି ପ୍ରଭୁ ଯୀଶୁ। ତୁମ ବାକ୍ୟ ଦ୍ୱାରା ମତେ ସଂଶୋଧନ କର, ପରିଷ୍କାର କର ରାଜା। ପ୍ରଭୁ ମତେ ପ୍ରସ୍ତୁତ କର ସେଇ ଗୌରବମୟ ଆଗମନ ନିମନ୍ତେ ଆମମାନଙ୍କୁ ଆଜି ପ୍ରସ୍ତୁତ କର ପିତା। ପ୍ରଭୁ ଯୀଶୁ ତୁମେ ତୁମ ଦାସଙ୍କୁ ଅନୁଗ୍ରହ କର, ତଳିପାରୁ ମସ୍ତକ ଅଭିଷେକ ଦିଅ ରାଜା। ପ୍ରଭୁ ଯୀଶୁ ବାକ୍ୟର ନିଗୁଡ ତତ୍ଵ ବୁଝିବାକୁ, ବୁଝାଇବାକୁ ପବିତ୍ର ଆତ୍ମା ତୁମ ଦାସଙ୍କୁ ତୁମେ ଦୟା କର। ସକଳ ଗୌରବ ତୁମର ରାଜା। ତୁମେ ମହିମା ପାଅ, ତୁମେ ଗୌରବ ପାଅ ରାଜା। ଭୁଲ ହେଇଥିଲେ ଦୟାକରି କ୍ଷମା କର। ସକଳ ଗୌରବ ମହିମା ତୁମର। ଧନ୍ୟବାଦ ପିତା। ଏହି ପ୍ରାର୍ଥନା ଉଦ୍ଧାରକର୍ତ୍ତା ତ୍ରାଣକର୍ତ୍ତା ନାଜରିତୀୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲୁ ପିତା, ସ୍ୱର୍ଗରୁ ଥାଇ ଦୟାରେ ଶୁଣ। ଆମେନ୍, ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଧନ୍ୟବାଦ ଭାଇ, ସୁନ୍ଦର ଭାବରେ ପ୍ରଭୁଙ୍କ ପୁସ୍ତକ ମଧ୍ୟ କଢାଇ ନେଇଥିବାରୁ ପ୍ରଭୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ। ଆସନ୍ତୁ, ଆମେ ଗୁରୁତ୍ୱପୂର୍ଣ୍ଣ ସମୟକୁ ପହଞ୍ଚି ଆସିଛୁ। ଏତେବେଳେ ଆମେ ବିଜ୍ଞାପନ ଶୁଣିବାକୁ ଯିବା। ଆମମାନଙ୍କ ଗହଣ ମଧ୍ୟରେ ଅଛନ୍ତି ପ୍ରଭୁଙ୍କ ହୋଷ୍ଟ ମହାଶୟ। ମୁଁ ଏତେବେଳେ ସମ୍ମୁଖ ଆହ୍ୱାନ କରିବି, ସେ ଆମମାନଙ୍କୁ ବିଜ୍ଞାପନ ଦେଇ କଢେଇ ନେବେ। ପିଟର ଭାଇ। ହଁ ପ୍ରଭୁ ଦିଦି, ଯୀଶୁ ପ୍ରେଜ୍ ଦ ଲର୍ଡ ଦିଦି। ବାକ୍ୟ ପରେ ବିଜ୍ଞାପନ କରିବା ଦିଦି, ବାକ୍ୟ ପରେ ବିଜ୍ଞାପନ ଟା କରିବା। ହଉ, 7 ମିନିଟ ଅଧିକ ହେଇଛି। ଆମେ ଟିକେ ବାକ୍ୟ ପରେ ବିଜ୍ଞାପନ ଟା କରିବା ଦିଦି। ଧନ୍ୟବାଦ ଭାଇ। ଆସନ୍ତୁ, ଆମେ ଏତେବେଳେ ପ୍ରଭୁଙ୍କ ସେ ମୁଖ ନିଶ୍ଚିତ ବାକ୍ୟ ଶ୍ରବଣ କରିବାକୁ ଯିବା। ଆଉ ପ୍ରଭୁଙ୍କ ଦାସ ଆମମାନଙ୍କର ବିମଲ ଭାଇ ବାକ୍ୟ ପାଇଁ ମଧ୍ୟ ପ୍ରାର୍ଥନା କରୁଛନ୍ତି। ଆମେ ସିଧାସଳଖ ବାକ୍ୟ ମଧ୍ୟକୁ ଯିବା। ଆମମାନଙ୍କ ଗହଣ ମଧ୍ୟରେ ପ୍ରଭୁଙ୍କ ଦାସ ବିକାଶ କୁମାର ସିଂ ଆଜ୍ଞା। ଏତେବେଳେ ମୁଁ ପ୍ରଭୁ ଯୀଶୁଙ୍କ ସେ ମଧୁମୟ ନାମରେ ସମସ୍ତଙ୍କୁ ଆହ୍ୱାନ କରୁଛି, ସମ୍ମୁଖକୁ ଆସିବେ। ଆମମାନଙ୍କ ନିମନ୍ତେ ଯେଉଁ ବାକ୍ୟ, ପ୍ରୟୋଜନର ବାକ୍ୟ ଆଣି ଦେଇଛନ୍ତି ତାହା ବିତରଣ କରିବେ। ଆଜ୍ଞା, ପ୍ରେଜ୍ ଦ ଲର୍ଡ। ନମସ୍କାର। ଆସନ୍ତୁ, ପ୍ରଭୁଙ୍କ ଦାସଙ୍କୁ ଆମେ କରତାଳ ସହିତ ଆଉ ସମ୍ମୁଖ ଆହ୍ୱାନ କରିବା। ସମସ୍ତଙ୍କୁ ନମସ୍କାର। ମ୍ୟାଡାମ ଶୁଭୁଛି ମୋର? ଆଜ୍ଞା, ଶୁଭା ଯାଉଛି। ଠିକ ଅଛି, ଧନ୍ୟବାଦ। ସମସ୍ତଙ୍କୁ ମୁଁ ଆଉ ଥରେ ନମସ୍କାର କରୁଛି। ଆଉ ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ମୋ ଅଯୋଗ୍ୟକୁ ମନୋନୀତ କରିଥିବାରୁ, ଆଜି ସୁଯୋଗ ଦେଇଥିବାରୁ ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆର ସମସ୍ତ କର୍ତ୍ତୃପକ୍ଷଙ୍କୁ ମୁଁ ଧନ୍ୟବାଦ ଦଉଛି। ତା ସହିତ ଉପସ୍ଥିତ ପ୍ରତ୍ୟେକଙ୍କୁ ମଧ୍ୟ ମୁଁ ହୃଦୟର ସହିତ ଧନ୍ୟବାଦ ଦେବି। ଆଉ ସର୍ବୋପରି ଆମମାନଙ୍କର ରେଭରେଣ୍ଡ ପିଟରଙ୍କର ଆଜ୍ଞା, ଯିଏକି ମତେ ସୁଯୋଗ ଦେଇଛନ୍ତି, ତାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେବି। ଆସନ୍ତୁ, ବିଳମ୍ବ କରିବା ନାହିଁ, ସମୟ ଗଡି ଚାଲିଲାଣି। ଆଉ 7:35-40 ହେଇଗଲାଣି। ଅଳ୍ପ ସମୟ ଆମେ ପ୍ରଭୁଙ୍କର ବାକ୍ୟ ଶୁଣିବା। ମୁଁ ଆଜି ପାଇଁ ଗୋଟେ ଛୋଟ ୟୁନିଟ ନେଇଛି, ଯୋଉଟା କି ଆପଣମାନେ ଲୁକ ତାର 15 ଅଧ୍ୟାୟର 11 ପଦରୁ ପାଇବେ। ଲୁକ 15 ଅଧ୍ୟାୟ ତାର 11 ପଦରୁ ପାଇବେ। ଆଉ ଏଠାରେ ଏ ଶୀର୍ଷକର ନାମ ଦିଆଯାଇଛି ଅପବ୍ୟୟ ପୁତ୍ରର ଦୃଷ୍ଟାନ୍ତ। ଅନେକ ସମୟରେ ଏ ଦୃଷ୍ଟାନ୍ତ ଆମେ ଶୁଣିଛୁ, ଅନେକ ଥର ଆମେ ପଢିଛୁ। ଆଉ ଅନେକ ଲୋକଙ୍କର ଏ ଦୃଷ୍ଟାନ୍ତ ଆଉ କଣ ହବ ନା ମନରେ ବି ରହିଯାଇଛି, ହୃଦୟରେ ରହିଯାଇଛି, ଯୋଉଠି ବି ଆମେ ବିନା ଦ୍ୱିଧାରେ ଆମେ କହିପାରିବା। ଦୃଷ୍ଟାନ୍ତ ସିନା ଆମେ ମନରେ ରଖିଛୁ, ପ୍ରିୟ ବନ୍ଧୁଗଣ, ଏ ଦୃଷ୍ଟାନ୍ତର ମର୍ମ, ଏ ଦୃଷ୍ଟାନ୍ତ ବା ଏ ପାରାବଲ ର ମର୍ମ କଣ, ଆମେ ଆଜି ସଂକ୍ଷିପ୍ତରେ ଜାଣିବା। ଆଉ ଥରେ ମୁଁ କହୁଛି, ଏ ଦୃଷ୍ଟାନ୍ତର ନାମ ହଉଛି ଅପବ୍ୟୟ ପୁତ୍ରର ଦୃଷ୍ଟାନ୍ତ। ପ୍ରଭୁ ଯୀଶୁ ଏ ଦୃଷ୍ଟାନ୍ତ ଦେଇ ଲୋକମାନଙ୍କୁ କଣ କରୁଥିଲେ? ଶିକ୍ଷା ଦଉଥିଲେ। ଅନେକ ଲୋକ ଏଟାକୁ କାହାଣୀ ବି ବୋଲି କହନ୍ତି, ଇଂରାଜୀରେ ପାରାବଲ ବି ବୋଲି କହନ୍ତି। ଆଉ ଏହାର ଅର୍ଥ ହେଲା, ଯୀଶୁ ଖ୍ରୀଷ୍ଟ ଯୋଉ କାହାଣୀ କହୁଥିଲେ, ତାହା କୌଣସି ବୁଢୀ ଅସୁରଣୀର ଗପ ନୁହଁ, କି ପରିରାଇଜର କଥା ନୁହଁ, କିନ୍ତୁ ସ୍ୱର୍ଗୀୟ ସତ୍ୟକୁ ସେ ଲୋକମାନଙ୍କ ସମ୍ମୁଖରେ ପ୍ରାଞ୍ଜଳ ଭାବରେ ବୁଝେଇବା ପାଇଁ ସେ ଚେଷ୍ଟା କରୁଥିଲେ। ତେଣୁ ଅନେକ ଦୃଷ୍ଟାନ୍ତ ମାଧ୍ୟମରେ ପ୍ରଭୁ କଣ କରିଛନ୍ତି? ଆଉ ଶିକ୍ଷା ଦେଇଛନ୍ତି।
ଆଉ ଏ 15 ଅଧ୍ୟାୟରେ ଆମେ ଦେଖୁଛୁ ଦୃଷ୍ଟାନ୍ତ ଅଛି ହଜିଲା ମେଣ୍ଢାର ଦୃଷ୍ଟାନ୍ତ, ଆହୁରି ରହିଛି ହଜିଲା ମୁଦ୍ରାର ଦୃଷ୍ଟାନ୍ତ। ଆଉ ଏଇଟା ମଧ୍ୟ ଗୋଟେ ଦୃଷ୍ଟାନ୍ତ ଯୋଉଟା କି ଆଜି ମୁଁ ଆଉ ଏଥିରୁ କିଛି ଅଧ୍ୟୟନ କରିବା ପାଇଁ ଚାହୁଁଛି, ଅପବ୍ୟୟ ପୁତ୍ରର ଦୃଷ୍ଟାନ୍ତ। ଏଠି 3 ଜଣ ବ୍ୟକ୍ତିତ୍ୱ ଅଛନ୍ତି, ଆମେ ପଢି ପଢି ଯିବା। ମୁଁ ପଢୁଛି, ସେ ଆହୁରି କହିଲେ ଜଣେ ବ୍ୟକ୍ତିଙ୍କର 2ଟି ପୁତ୍ର ଥିଲେ। ସେମାନଙ୍କ ମଧ୍ୟରୁ ସାନ ପୁଅ ବାପାଙ୍କୁ କହିଲା, ବାପା, ସମ୍ପତ୍ତିର ଯୋଉ ଭାଗ ମୋ ବାଣ୍ଟରେ ପଡୁଅଛି ତାହା ମତେ ଦେଇଦିଅ। ସେଥିରେ ସେ ଆପଣା ସର୍ବସ୍ୱ ସେମାନଙ୍କୁ ବାଣ୍ଟି ଦେଲେ। ଆଉ ଅଳ୍ପ ଦିନ ଉତ୍ତାରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ କଦାଚାରରେ ଆପଣାର ସମ୍ପତ୍ତି ଉଡାଇଦେଲା। ଏଠି 3 ଜଣ ବ୍ୟକ୍ତିକୁ ଆମେ ଦେଖୁଛୁ। ପ୍ରଥମ ବ୍ୟକ୍ତି ହଉଛନ୍ତି ବାପା, ଆଉ 2ଟି ପୁଅ ବୋଲି ଲେଖା ହେଇଛି, ବଡ ପୁଅ ଆଉ ସାନ ପୁଅ। ପ୍ରଥମ ପର୍ଯ୍ୟାୟରେ ଏ ସାନ ପୁଅ କଣ କରୁଛି ନା ବାପାଙ୍କୁ ସେ ରିକ୍ୱେଷ୍ଟ କରୁଛି, ମୋର ଯୋଉ ଭାଗ ମତେ ଦେଇଦିଅ, ଆଉ ମତେ ଯାହା ଆସିବା କଥା ମତେ ଦେଇଦିଅ। ଆଉ ସେ ପିତା କଣ କରୁଛନ୍ତି, ତାଙ୍କର ସର୍ବସ୍ୱ ସେମାନଙ୍କୁ ବାଣ୍ଟି ଦେଲେ, ଅର୍ଥାତ୍ 2 ଜଣକୁ ବାଣ୍ଟି ଦେଲେ। 2ଟି ପୁଅ ଥିଲେ, 2 ଜଣକୁ ବାଣ୍ଟି ଦେଲେ। ତାପରେ ସାନ ପୁଅ କଣ କରିଛି, ସେ ଅଳ୍ପ ଦିନ ଉତ୍ତାରେ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ କଦାଚାରରେ ଆପଣାର ସମ୍ପତ୍ତି ଉଡାଇଦେଲା। କିନ୍ତୁ ସମସ୍ତ ଅପବ୍ୟୟ କଲା ଉତ୍ତାରେ ସେ ଦେଶରେ ମହା ଦୁର୍ଭିକ୍ଷ ପଡିବାରୁ ତାହାର ଅଭାବ ହବାକୁ ଲାଗିଲା। ଏଠି 3ଟି, ଆଉ ଥରେ କହିବି, ଏଠି 3ଟି ବ୍ୟକ୍ତିତ୍ୱ ଆମେ ଦେଖୁଛୁ। ପ୍ରଥମେ ହଉଛନ୍ତି ବାପା, ଦ୍ୱିତୀୟ ହଉଛନ୍ତି ବଡ ପୁଅ, ତୃତୀୟ ହଉଛନ୍ତି ସାନ ପୁଅ। ସାନ ପୁଅର ଚରିତ୍ରକୁ ଏଠି ବିଶେଷ କରି ବର୍ଣ୍ଣନା କରାଯାଇଛି। ଆଚ୍ଛା, ଏଟା ତ ଦୃଷ୍ଟାନ୍ତ ଅପବ୍ୟୟ ପୁତ୍ରର ଦୃଷ୍ଟାନ୍ତ, ଆଉ ପିତା ଆଉ ସାନ ପୁଅ ଥିଲେ ବି ଚଳିଥାନ୍ତା ଏ କାହାଣୀରେ ବା ଏ ଦୃଷ୍ଟାନ୍ତରେ, କିନ୍ତୁ ବଡ ପୁଅକୁ ରଖିଲେ କାହିଁକି? ବଡ ପୁଅର କର୍ତ୍ତବ୍ୟ ଏଠି କଣ? ବଡ ପୁଅ ତ ଅପବ୍ୟୟ ନଥିଲା, ବଡ ପୁଅକୁ ଏଠି କାହିଁକି ରଖିଲେ? ସେ ନିଗୁଡ ତତ୍ଵ ପ୍ରଭୁ ଏଠି କହିବାକୁ ଯାଉଛନ୍ତି। ସାନ ପୁଅ, ଆମେ ଭାବୁଛୁ ସାନ ପୁଅ ସବୁ କଦାକାରରେ ଉଡେଇଦେଲା, ସାନ ପୁଅର ଚରିତ୍ର ଭଲ ନାହିଁ, ବାପାଙ୍କ ଠାରୁ ଅଂଶ ନେଇକି ଚାଲିଗଲା, ଆଉ ତାର ଭାଗ ସେ ନେଇକି ଚାଲିଗଲା, ଆଉ ବିଭିନ୍ନ ଭାବରେ ତାକୁ ସେ ଧନ ସମ୍ପତ୍ତିକୁ ଅପବ୍ୟୟ କଲା, ଆଉ ସେ ଦେଶରେ ଦୁର୍ଭିକ୍ଷ ଆସିଗଲା। ନିରାଟ ସତ୍ୟ କଥା ଏ ସ୍ଥାନରେ ଲେଖା ହେଇଛି। ଯେଉଁମାନେ ପିତାଙ୍କର ଅବାଧ୍ୟ ହଉଛନ୍ତି ଆଉ ତାର ଅଂଶ ନେଇକି ଦୂରକୁ ଚାଲି ଯାଉଛନ୍ତି, ସେମାନଙ୍କ ଜୀବନରେ ଏସବୁ ଅଘଟଣ ଆସିବ। ଯେତେବେଳେ ସବୁ ଅପବ୍ୟୟ ହେଇଗଲା, ଆଉ ମହା ଦୁର୍ଭିକ୍ଷ ପଡିଲା। 14 ପଦରେ ଲେଖା ହେଇଛି, କିନ୍ତୁ ସମସ୍ତ ଅପବ୍ୟୟ କଲା ଉତ୍ତାରେ ସେ ଦେଶରେ ମହା ଦୁର୍ଭିକ୍ଷ ପଡିବାରୁ ତାହାର ଅଭାବ ହବାକୁ ଲାଗେ। ମନୁଷ୍ୟ ଜୀବନରେ ଅଭାବ ଆଉ ସ୍ୱଭାବ ଅଛି। ଯୋଉମାନେ ପ୍ରଭୁଙ୍କ ଠାରେ ରହନ୍ତି, ପ୍ରଭୁଙ୍କର ଆଉ ଆଜ୍ଞା ଅନୁସାରେ ଚାଲନ୍ତି, ପ୍ରଭୁଙ୍କୁ ନିଜର କର୍ତ୍ତା ତ୍ରାଣକର୍ତ୍ତା ବୋଲି ଆଉ ଗ୍ରହଣ କରନ୍ତି ହୃଦୟର ସହିତ, ଏବଂ ତାହାଙ୍କର ଲୋକ ହୁଅନ୍ତି, ପ୍ରଭୁ ସେମାନଙ୍କର ପ୍ରାର୍ଥନା ଶୁଣନ୍ତି। କିନ୍ତୁ ଯେତେବେଳେ ଇଏ ଅଂଶ ନେଇକି ଚାଲିଗଲା, ତାର ଭାଗ ନେଇକି ଚାଲିଗଲା, ସେ ଅନ୍ଧକାରର ସନ୍ତାନ ହେଲା। ଅନ୍ଧକାରର ସବୁ ରାଜ୍ୟ, ସବୁ ବିଷୟ ତାର ଜୀବନକୁ ଆସିଗଲା, ଆଉ ସେ କଦାକାରରେ ଅପବ୍ୟୟରେ ସବୁ ଗୁଡାକ, ଆଉ ଯୋଉଟା କି ମୂଲ୍ୟହୀନ ଭାବରେ ନିଜର ଆୟାସ କରିଥିବ, ମଦ୍ୟପାନ କରିଥିବ, ଭଲ ଭଲ ଖାଦ୍ୟ ଖାଇଥିବ, ବ୍ୟଭିଚାର କରିଥିବ, ବିଭିନ୍ନ ଭାବରେ ତାକୁ ଆଉ ସେଠି କେହି କହିବା ପାଇଁ ନାହିଁ। ଶୈତାନ କଣ କରୁଛି, ତାର ସାଥ ଦଉଛି, ଆଉ ତାକୁ ଏସବୁ ବିଭ୍ରାଟ କରଉଛି। ତେଣୁ ସେ ସମୟରେ କଣ ହେଲା, ମହା ଦୁର୍ଭିକ୍ଷ ସେ ଦେଶରେ ମଧ୍ୟ ଆସିଲା। ତାର ଅଭାବ ହେଲା, ଅଭାବ ସମୟରେ ହିଁ ମହା ଦୁର୍ଭିକ୍ଷ ଆସିଲା। ଦେଖନ୍ତୁ, ଜଣେ ଲୋକ ଖ୍ରୀଷ୍ଟଙ୍କ ଠାରୁ ଯଦି ଦୂରକୁ ଚାଲି ଯାଉଛି, ଆଉ ଅନେକ ପ୍ରକାର ବିଷୟ ଆସୁଛି। ଏ ସ୍ଥାନରେ ଦୁର୍ଭିକ୍ଷ ଲେଖା ହେଇଛି, କିନ୍ତୁ ଆମମାନେ ଆଜିକାଲି ଦେଖୁଛୁ, ଆଜି ଯଦି ଆମେ କଦାକାର ଜୀବନ ଯାପନ କରୁଛୁ, ଖ୍ରୀଷ୍ଟଙ୍କ ଠାରୁ ବହୁତ ଦୂରକୁ ଚାଲି ଯାଇଛୁ। ସାଧାରଣ ଭାବରେ କହିବାକୁ ଗଲେ ଖ୍ରୀଷ୍ଟଙ୍କୁ ଆମେ ଆଉ କଣ ଗୋଟେ ଗୌଣ ଭାବରେ ରଖିଛୁ।
ମନ ଆତ୍ମା ଶରୀର ଦେଇକିରି ଆମେ ଈଶ୍ୱରଙ୍କୁ ଯେତେବେଳେ ପ୍ରେମ କରୁନୁ, ଆମମାନଙ୍କ ଜୀବନରେ ଆଜିର ଦିନରେ ଆମେ ଦେଖୁଛୁ ରୋଗ ବ୍ୟାଧି ମାରି ପ୍ରାକୃତିକ ବିପର୍ଯ୍ୟୟ ଦୁର୍ଘଟଣା ବିପଦ ଆପଦ ଛାଏ ଛାଏ ଦୁର୍ଘଟଣା ଛାଏ ଛାଏ ମଣ୍ଡଳୀ ମାନଙ୍କୁ ତାଡ଼ନା ଛାଏ ଛାଏ ଆମେ ଦେଖୁଛୁ ଆଖି ଆଗରେ କେତେ ପ୍ରକାର ଘଟଣା ଘଟି ଯାଉଛି। ସେଥର ସେ ଦେଶରେ ମହା ଦୁର୍ଭିକ୍ଷ ପଡିଥିଲା। ଆଉ ସେ ସମୟରେ ଆର ସମସ୍ତ ସରି ଯାଇଥିଲା, ତାର ଅଭାବ ଥିଲା। ଆଉ ସେ ସମୟରେ କଣ ଖାଇବ ସେ ଚିନ୍ତା କରୁଥିଲା। ତାପରେ ସେ କଣ କଲା, ସେଥିରେ ସେ ଯାଇ ଦେଶର ଜଣେ ଲୋକଙ୍କୁ ଆଶ୍ରୟ ନେଲା। ଆଉ ସେ ତାହାକୁ ଘୁଷୁରି ଚରାଇବା ପାଇଁ ଆପଣା କ୍ଷେତକୁ ପଠେଇଲେ। ଦେଖନ୍ତୁ, ସେଠାରେ ଆଉ କୌଣସି ଉପାୟ ତାର ନଥିଲା। ପ୍ରଭୁଙ୍କ ସାଥ ଛାଡ଼ି ଦେଇଛି, ମନ୍ଦ ସାଙ୍ଗମାନଙ୍କ ସାଥ ମଧ୍ୟ ଛାଡ଼ିଦେଲା। କେହି ଆଉ ତାକୁ ସହଯୋଗ କଲେନି। ଆଉ କଣ କଲା, ଏମିତି ଆସିଲା ସମୟ, ଭୋକ ଉପାସରେ ଦିନ କାଟିଲା। ଅନ୍ୟ ଉପାୟ ନ ଦେଖି ସେ କଣ କଲା, ଆଉ ସେ ସେ ଜଣେ ଦେଶର ଜଣେ ଲୋକ ପାଖକୁ ଗଲା। ଆଉ ସେଠାରେ ତାର ଆଶ୍ରୟ ନେଲା। ସେ ତାକୁ ଘୁଷୁରି ସବୁଠାରୁ ନୀଚ ପଶୁ ଯେ ତାକୁ ସେ ଚରେଇବା ପାଇଁ, ତାକୁ ଦେଖଭାଲ କରିବା ପାଇଁ ସେ କଣ କଲେ, ତାକୁ ନିଯୁକ୍ତି ଦେଲେ। ପରିଶେଷରେ ପୁଣି ଘୁଷୁରି ମାନେ ଯୋଉ ସିଂହ ମଞ୍ଜି ଖାଉଥିଲେ, ଆଉ ସେ ଆପଣା ପେଟ ପୁରାଇବା ନିମନ୍ତେ ତାହା ବାଞ୍ଛା କରୁଥିଲା। ଏତେ ଦୟନୀୟ ଅବସ୍ଥା ଲୋକମାନଙ୍କର ଆସିଯାଉଛି। ଆଜି ଜଗତରେ ଆମେ ଦେଖୁଛୁ ଲୋକମାନଙ୍କର ମଣ୍ଡଳୀ ପ୍ରତି ପ୍ରେମ ନାହିଁ, ଈଶ୍ୱରଙ୍କର ବାକ୍ୟ ପ୍ରତି ପ୍ରେମ ନାହିଁ, ବକ୍ତା ମାନଙ୍କ ପ୍ରତି ପ୍ରେମ ନାହିଁ, ଈଶ୍ୱରଙ୍କର ଲୋକମାନଙ୍କ ପ୍ରତି ପ୍ରେମ ନାହିଁ। ବହୁତ ଦୂରରେ ଆମମାନଙ୍କର ହୃଦୟ କଣ ହେଇଛି, ଭିନ୍ନ ଭିନ୍ନ ହେଇଯାଇଛି। ଆମେ ଏକ ମଣ୍ଡଳୀର ଲୋକ ହଉଛୁ, ଏକ ଶରୀର ବୋଲି କହୁଛୁ, ଖ୍ରୀଷ୍ଟ ଆମର ମସ୍ତକ ବୋଲି କହୁଛୁ, କିନ୍ତୁ ହୃଦୟରେ ଆମମାନେ ବିଭିନ୍ନତା ମଧ୍ୟରେ ଅଛୁ। ହାତ କହୁଛି ମୁଁ ଅଲଗା, ପେଟ କହୁଛି ମୁଁ ଅଲଗା, ମୁଖ କହୁଛି ମୁଁ ଅଲଗା, ଗୋଡ କହୁଛି ମୁଁ ଅଲଗା। ଆମେ ସମସ୍ତେ କଣ କଣ ନିଜ ନିଜ ସ୍ୱେଚ୍ଛାଚାରିତାରେ ଆଜି ଜୀବନ ଯାପନ କରିଛୁ। ତେଣୁ ଆଜି ମଣ୍ଡଳୀ ମାନଙ୍କରେ, ଆଜି ଆମ ସମାଜରେ ଆଜି ଶାନ୍ତି ନାହିଁ, ଯାହା ଫଳରେ ତାଡ଼ନା ଆସିକି ଆମକୁ କଣ କରୁଛି, ଆକ୍ରମଣ କରୁଛି। ଲୋକମାନେ କଣ କରୁଛନ୍ତି, ଏମାନଙ୍କର ସେବା ଏତିକି ଏକା। ତେଣୁ ଏମାନଙ୍କର ଚାଲିଚରଣ ଆଚରଣ ସବୁ କଦାକାର ଜଣେ ଅପବ୍ୟୟ ପୁତ୍ର ପରି। ତେଣୁ ଚାଲ ଆମେ ଏମାନଙ୍କୁ କଣ କରିବା, ଆକ୍ରମଣ କରିବା। ଆଜି ସେଥିପାଇଁ ଆମେ ଆକ୍ରମଣ ଶିକାର ହେଇଛୁ, ଯେହେତୁ ପ୍ରଭୁ ଆମମାନଙ୍କ ସହିତ ନାହାନ୍ତି। କିନ୍ତୁ ଯେବେ ଯେବେ ଆମେ ଆଣ୍ଠୁ ପାତୁଛୁ, ଲୋତକ ଝରାଉଛୁ, ପ୍ରଭୁ କିଛି ଗୋଟେ ଆଶ୍ରୟ ଦିଅନ୍ତି, ଆମମାନଙ୍କୁ ସେ ସୁରକ୍ଷା କରିଦିଅନ୍ତି। ପ୍ରିୟ ବନ୍ଧୁଗଣ, ଏ ସାନ ପୁଅ ଏସବୁ ହେଇକିରି କଣ କରୁଛି ନା, ବିଦେଶରେ ବହୁ ଦୂରରେ ଆଉ ସେ କଣ କରୁଛି, ଆଉ ନିଜ ଜୀବନରେ ଶାନ୍ତି ନାହିଁ, ନିଜ ଜୀବନରେ ପ୍ରଭୁ ନାହିଁ, ନିଜ ଜୀବନରେ ପ୍ରାର୍ଥନା ନାହିଁ। ସେ ସେତେବେଳକୁ କଣ କରୁଛି, ଆଉ ତାକୁ ଖାଇବା ପାଇଁ ଖାଦ୍ୟ ମଧ୍ୟ ନାହିଁ, ନିଜକୁ ବଞ୍ଚିବା ପାଇଁ। ସେ ସେତେବେଳକୁ ଆଉ ତାର ଅନୁତାପ ଗୋଟେ ଆସୁଛି। ଯେତେବେଳେ ମନୁଷ୍ୟ ସବୁ ଦୁର୍ବିପାକରେ ପଡେ, ତାର ଜୀବନକୁ କଣ ଆସେ, ଗୋଟେ ଅନୁତାପ ଆସେ। ଆଉ ସେ ଅନୁତାପ ହିଁ ତାକୁ ରକ୍ଷା କରେ। ଆଜି ଯଦି ଆମେ ଅନୁତାପର ଜୀବନ ନେଇନୁ, ଯଦି ବା ମଣ୍ଡଳୀରେ ସଂଯୁକ୍ତ ଅଛୁ, କିନ୍ତୁ ଆମମାନଙ୍କ ଜୀବନର ଅନୁତାପ ନାହିଁ, ସେଇ କଦାକାର ଜୀବନ ଅଛି। ଆଉ ନିଶ୍ଚୟ ଆମେ ସୁଟ ବୁଟ ପିନ୍ଧୁଛୁ, ବାକ୍ୟ ଶୁଣୁଛୁ, ଗୀତ ଗାଉଛୁ, ବଡ ବଡ ସେବା କାର୍ଯ୍ୟ କରୁଛୁ, ବଡ ବଡ ମଣ୍ଡଳୀକୁ ଯାଉଛୁ, ବଡ ବଡ ବକ୍ତାଙ୍କ ଠାରୁ ଶୁଣୁଛୁ, କିନ୍ତୁ ଅନୁତାପର ଜୀବନ ଆଜି ପର୍ଯ୍ୟନ୍ତ ଆଉ ଦେଖାଯାଇପାରୁ। ଆଜି ସେଥିପାଇଁ ଆମମାନଙ୍କ ଜୀବନରେ ଅନେକ ଦୁର୍ଭିକ୍ଷ ସଦୃଶ୍ୟ ଅନେକ ବିଷୟ ଆଜି କଣ କରିଛି, ଆଉ ଗ୍ରାସ କରୁଛି। ଆଜି ତାଡ଼ନାର ଦିନ ଆମେ ଅଛୁ, ରୋଗ ବ୍ୟାଧି ମାରିର ଦିନରେ ଅଛୁ, ଦୁର୍ଘଟଣା ବିପଦ ଆପଦର ଦିନରେ ଅଛୁ। କେହି ଆମମାନଙ୍କୁ ସୁରକ୍ଷା ଦେବା ଲୋକ, ଯଦି ଟିକେ ଅଳ୍ପ ବିଶ୍ୱାସ ଯଦି ଆମର ଅଛି, ପ୍ରଭୁ କଣ କରିବେ, ଯଥା ସମୟରେ ଆଉ ଅନୁତାପର ସହିତ ଯଦି ଆମେ ପ୍ରଭୁଙ୍କ ନିକଟକୁ ଯାଉଛୁ, ସେ ଆମମାନଙ୍କୁ କଣ କରିବେ, ସର୍ବ ପ୍ରକାର ସୁରକ୍ଷା ଦେଇ ଜଗତରେ ବଞ୍ଚେଇବେ। ଏଠି ଆମେ ଦେଖୁଛୁ ଯେ ତିନିଟା ପୁଅ, ତିନିଟା ବ୍ୟକ୍ତିତ୍ୱକୁ ଆମେ ଦେଖୁଛୁ, ବାପା ଆଉ ସାନ ପୁଅ ଆଉ ବଡ ପୁଅ। ସାନ ପୁଅକୁ ଆମେ ଅପବ୍ୟୟ ପୁତ୍ର ବୋଲି କହୁଛୁ, କିନ୍ତୁ ବଡ ପୁଅ ଆଉ ସେ ପିତାଙ୍କ ସହିତ ଥିଲା,
ଆମେ ଦେଖୁଛୁ ସେ ପିତାଙ୍କ ସହିତ ଥିଲା ଆଉ ସବୁ କାମ ସେ କରୁଥିଲା। ଏଠି ଯୀଶୁ ଖ୍ରୀଷ୍ଟ ବୁଝେଇବା ପାଇଁ ଚାହୁଁଛନ୍ତି ସାନ ପୁଅ ସେଇ ଶାସ୍ତ୍ରୀ ଫାରୁସୀ ମାନଙ୍କୁ ନିଦର୍ଶନ ଏଠି ରଖାଯାଇଛି। ପ୍ରଭୁଙ୍କର ଉଦ୍ଦେଶ୍ୟ ହଉଛି ଆଉ ଶାସ୍ତ୍ରୀ ଫାରୁସୀ ମାନଙ୍କୁ ଆଉ ସେ ବଡ ପୁଅ ସହିତ ତୁଳନା କରିଛନ୍ତି। ଆଉ ସାନ ପୁଅକୁ ଆଉ ସେ ତୁଳନା କରିଛନ୍ତି ଆଉ ପାପୀ କରଗ୍ରାହୀ ପାପୀ ଏମାନଙ୍କ ସହିତ ସେ ତୁଳନା କରିଛନ୍ତି। ଆପଣ ଯଦି ଦେଖିବେ ଆଉ 15 ଅଧ୍ୟାୟର 1 ପଦରେ ମୁଁ ପଢୁଛି, ଦେଖନ୍ତୁ, ଆଉ କରଗ୍ରାହୀ ଓ ପାପୀ ଲୋକ ସମସ୍ତେ ତାହାଙ୍କ ବାକ୍ୟ ଶ୍ରବଣ କରିବା ନିମନ୍ତେ ତାହାଙ୍କ ନିକଟକୁ ଆସୁଥିଲେ। ସେଇମାନଙ୍କୁ ଏ ଶିକ୍ଷା ସେ ଦଉଛନ୍ତି। ଆଜି ଆମେ କୋଉ ଗୋଷ୍ଠୀରେ ଅଛୁ ପ୍ରିୟ ବନ୍ଧୁଗଣ? ଆମେ ବଡ ବଡ ପାଷ୍ଟର, ପ୍ରଚାରକ, ପାଳକ, ବଡ ମଣ୍ଡଳୀର କର୍ତ୍ତା, କର୍ମକର୍ତ୍ତା, ଲିଡରସିପ କରୁଛୁ, ଅମୁକ କରୁଛୁ, ସମୁକ କରୁଛୁ, ଅମୁକ ସଂସ୍ଥା, ସମୁକ ସଂସ୍ଥା, ଫରେନ ଯାଉଛୁ, ସବୁ କରୁଛୁ ସତ, ପ୍ରଭୁଙ୍କ ସହିତ ଲାଗି ରହିଛୁ ବୋଲି ଆମେ ନିଜ ନିଜକୁ ମନେ କରୁଛୁ। ଆଉ ବଡ ପୁଅ ସେଇ ପ୍ରକାର ପିତାଙ୍କ ସହିତ ଥିଲା, ତାଙ୍କର ସମସ୍ତ କାର୍ଯ୍ୟରେ ସେ ସହଯୋଗ କରୁଥିଲା, ତାର ଚାଷ ବାସ ଜମି ବାଡି ସବୁ କିଛି ସେ ବୁଝୁଥିଲା। କିନ୍ତୁ ଅପବ୍ୟୟ ପୁତ୍ର କଣ କରିଛି ନା ସେ ଛାଡି ଯାଇଛି। ଯେ ଅପବ୍ୟୟ ପୁତ୍ର ଯୋଉମାନଙ୍କୁ କି ଆମେ ଆଉ ପାପୀ ଆଉ କରଗ୍ରାହୀ ବୋଲି କହୁଛୁ, ଆଉ ବାକ୍ୟରେ ସେଇ ନିଦର୍ଶନ ଏଠି ଦଉଛନ୍ତି ଯେ ଆଜି ମଣ୍ଡଳୀ ମାନଙ୍କରେ ଦି ଗୋଷ୍ଠୀ ଥାଏ। ଆଉ ସେଇ ଗୋଷ୍ଠୀ ପ୍ରଥମ ହଉଛି ଶାସ୍ତ୍ରୀ ଫାରୁସୀ ଗୋଷ୍ଠୀ, ଯୋଉମାନେ କି ନିଜକୁ ଅତି ଧାର୍ମିକ ଆପଣାକୁ ଧାର୍ମିକ ଦେଖାଇବା ବ୍ୟକ୍ତିତ୍ୱ ମାନେ ଅଛନ୍ତି। ଇଂଲିଶରେ ବାକ୍ୟ କୁହନ୍ତି, ଆଉ ପ୍ଲେନରେ ସବୁବେଳେ ଯାଆନ୍ତି, ଆଉ ବହୁତ ଧର୍ମ କର୍ମ ସେବା କାର୍ଯ୍ୟ କରନ୍ତି, ସବୁ ପ୍ରକାର କାର୍ଯ୍ୟ କରନ୍ତି, କିନ୍ତୁ ହୃଦୟରେ ସିଦ୍ଧତା ନଥାଏ। ପରବର୍ତ୍ତୀ ସମୟରେ ଆମେ ଦେଖିବା କଣ ହଉଛି ତାର ଘଟଣା। ଆଉ ବହୁତ ସୁନ୍ଦର ଦୃଷ୍ଟାନ୍ତ ଏଇଟା ଦିଆଯାଇଛି। ଆଉ ସାନ ପୁଅ କଣ କରୁଛି? ଯେତେବେଳେ ତାକୁ ଦୁର୍ଭିକ୍ଷ ଆସିଲା, ଅଭାବ ହେଲା, ଘୁଷୁରୀର ଶିମ୍ବ ଖାଇବାକୁ ତାକୁ ପଡିଲା, 17 ପଦରେ ଦେଖନ୍ତୁ, ମାତ୍ର ସେ ଚେତନା ପାଇ କହିଲା, ମୋର ବାପାଙ୍କର କେତେ ମୂଲ୍ୟା ଖାଦ୍ୟ ବଳି ପଡୁଛି, କିନ୍ତୁ ଏଠାରେ ମୁଁ ଭୋକରେ ମରୁଛି। ଗୋଟେ ଚେତନା ତାକୁ ଆସିଲା। ଏମିତି ସମୟରେ ପ୍ରଭୁ କଣ କରନ୍ତି? ସେ ହଜି ଯାଇଥିବା ଲୋକଙ୍କୁ ଖୋଜି ରକ୍ଷା କରିବା ପରମେଶ୍ୱର ଚେତନା ଦିଅନ୍ତି। ଚେତନା ବୋଲି ଗୋଟେ ଶବ୍ଦ ଆଉ ଖ୍ରୀଷ୍ଟିଆନ ମାନଙ୍କ ଜୀବନରେ ରହିବା ଆବଶ୍ୟକ। ଆମେ କେବେ ବି ଚେତନା ପାଇଛୁ କି? ଜନ୍ମ ଠାରୁ ଆଜି ପର୍ଯ୍ୟନ୍ତ ଆମେ ଯଦି ଭୁଲ କରିଛୁ, ଯଦି ପାପ କରିଛୁ, ଯଦି ଈଶ୍ୱରଙ୍କ ଠାରୁ ଦୂରରେ ଅଛୁ, ଆମେ କଣ ଚେତନା ପାଇଛୁ କି? ଆମେ କଣ ମନ ଆତ୍ମା ଶରୀର ଦେଇ ଯୀଶୁଙ୍କୁ ଖୋଜିଛୁ କି? ଏଠି ଦେଖନ୍ତୁ, ଚେତନା ପାଉଛି ସେ କଣ? ମାତ୍ର ସେ ଚେତନା ପାଇ କହିଲା, ମୋର ବାପାଙ୍କର କେତେ ମୂଲ୍ୟାଙ୍କର ଖାଦ୍ୟ ବଳି ପଡୁଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଛି। ଏଟା ଶାରୀରିକ ଭୋକ, ଆତ୍ମିକ ଭୋକକୁ ମଧ୍ୟ ବୁଝାଏ। ଆଜି ପିତାଙ୍କ ଠାରୁ ସେ ଦୂରରେ ରହିଛି, ଆଉ ସେ କହୁଛି, ମୋର ବାପାଙ୍କର ଅନେକ ମୂଲ୍ୟା, ଅନେକ କାର୍ଯ୍ୟକାରୀ ଅଛନ୍ତି, କିନ୍ତୁ ମୁଁ ତାଙ୍କ ଠାରୁ ଦୂରରେ ରହିଛି, ଆଜି ମୁଁ ଭୋକରେ ମରୁଛି। ତାର ଆତ୍ମିକ କ୍ଷୁଧା ବର୍ତ୍ତମାନ ସେ ଜାଣିପାରୁଛି, ଆଉ ଶାରୀରିକ କ୍ଷୁଧାକୁ ମଧ୍ୟ ସେ ଜାଣିପାରୁଛି। ଆମେ ସବୁବେଳେ ଶାରୀରିକ କ୍ଷୁଧା ଉପରେ ଚିନ୍ତା କରୁଛୁ, କଣ ଖାଇବୁ, କଣ ପିନ୍ଧିବୁ, ଏସବୁ ଚିନ୍ତା ନ କରି ଈଶ୍ୱରଙ୍କ ରାଜ୍ୟ ଆଉ ଧାର୍ମିକ ଅନ୍ୱେଷଣ କର ବୋଲି କୁହାଯାଇଛି। କିନ୍ତୁ ଆଜି ସବୁବେଳେ ଆମେ ଶାରୀରିକ ଖାଦ୍ୟ ଉପରେ ଆମେ ଗୁରୁତ୍ୱ ଦଉଛୁ। ଅଳ୍ପ ସମୟ ବିଳମ୍ବ ହେଲେ ଆମେ ଭୋକ ସମ୍ଭାଳି ପାରୁନୁ। ଉପବାସ ପ୍ରାର୍ଥନା ଆମମାନଙ୍କ ଜୀବନରେ ନାହିଁ, ସବୁ ଲୋପ ପାଇଗଲାଣି। ଉପବାସ ସହିତ ଗିର୍ଜାକୁ ଯିବା ଏଇଟା ନାହିଁ ଆମର। ସବୁ ଉପବାସ ନଥିବାର ଆମମାନଙ୍କ ସମସ୍ତ ଆଚରଣ ଆଜି କଦାକାର ହେଇଯାଇଛି। ଗୋଟେ ଉପବ୍ୟୟ ପୁତ୍ରର ତୁଲ୍ୟ ଆମମାନଙ୍କ ଜୀବନରେ, ଯଦି ବା ଆମେ ମଣ୍ଡଳୀରେ ଅଛୁ, ଯଦି ବା ଆମେ ଖ୍ରୀଷ୍ଟିଆନ, ଯଦି ବା ଆମେ ସମାଜରେ ଅଛୁ, ଆମମାନଙ୍କ ଜୀବନରେ ଅନେକ ଅପବ୍ୟୟ ବିଷୟ ରହିଛି, କଦର୍ଯ୍ୟ ବିଷୟ ରହିଛି, କଦାକାର ବିଷୟ ରହିଛି। ଆଜି ବି ସମୟ ଅଛି। ପ୍ରଭୁ ସେଇ ଆହ୍ୱାନ କରୁଛନ୍ତି, ଯଦି ଜଣେ କଣ କରିବ ନା ଅନୁତାପ କରିକି ଫେରିବ, ତାକୁ ନିଶ୍ଚୟ ସେ କଣ କରିବେ? ଆଉ ଥରେ ତାଙ୍କ ସ୍ଥାନ ଦେବେ। ତାପରେ କଣ ହେଇଛି ଦେଖନ୍ତୁ, ସେ ଚିନ୍ତା କରୁଛି, ଚେତନା ପାଇଛି ପ୍ରଥମେ, ତାପରେ ସେ ଚିନ୍ତା କରୁଛି, ମୁଁ ଉଠି ମୋର ବାପାଙ୍କ ନିକଟକୁ ଯିବି, ମୁଁ ତାଙ୍କୁ କହିବି, ବାପା, ଈଶ୍ୱରଙ୍କର ବିରୁଦ୍ଧରେ
ତ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି। ସେ ସ୍ୱୀକାର କରୁଛି। ଅନୁତାପ କରିଦବା ଅର୍ଥ ଗିର୍ଜାକୁ ବାହାରି ଯିବାଟା, ବାଇବଲ ଧରିଦବାଟା, ଗୀତ ଗାଇଦବାଟା, କି ଦୀର୍ଘ ପ୍ରାର୍ଥନା କରିଦବାଟା, କି ସବୁଦିନ ଗିର୍ଜାକୁ ପଳାଇବାଟା, ସେଟା ଅନୁତାପ ଭିତରେ ଯିବ ନାହିଁ। କିନ୍ତୁ ମନର ପରିବର୍ତ୍ତନ ଆବଶ୍ୟକତା ରହିଛି। ମନ, ଆତ୍ମା, ଶରୀର ସହିତ ଈଶ୍ୱରଙ୍କ ନିକଟରେ ନିଜର ପାପକୁ ସ୍ୱୀକାର କରି କୁକ୍ରିୟା ତ୍ୟାଗ କରି ପ୍ରଭୁଙ୍କ ଚରଣ ତଳକୁ ଯିବାକୁ ପଡୁଛି। ଏଠି ସେଇ ବିଷୟ ଲେଖା ହେଇଛି, ମୁଁ ଉଠି ମୋର ବାପାଙ୍କ ପାଖକୁ ଯିବି। ଉଠିର ଅର୍ଥ ହଉଛି ମୁଁ କୁକ୍ରିୟା ତ୍ୟାଗ କରି, ଏ ସମସ୍ତ ମନ୍ଦତା ତ୍ୟାଗ କରି ମୁଁ ପିତାଙ୍କ ନିକଟକୁ ଯିବି। ଯୋଉ ପିତାଙ୍କ ଠାରୁ ମୁଁ ଆଜି ବହୁତ ଦୂରରେ ଅଛି, ଆଉ ମୋର ଆଜି କେହି ରକ୍ଷା କରିବା ପାଇଁ ମୋର ନାହାନ୍ତି। ଅନୁତାପ କରୁ କରୁ ତାକୁ ପ୍ରଭୁ ଜ୍ଞାନ ଦେଲେ। ଆଉ ସେ କହୁଛି, ମୁଁ ଉଠିକି, ମୁଁ ପ୍ରସ୍ତୁତ ହେଇକି ମୁଁ କଣ କରିବି, ନିଜର ପାପକୁ ସ୍ୱୀକାର କରିକି ପିତାଙ୍କ ନିକଟକୁ ଯିବି। ସେ କହୁଛି, ତାଙ୍କୁ କହିବି, ବାପା, ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି। ପ୍ରଭୁ ଏଇ ବିଷୟ ଆମମାନଙ୍କ ଠାରୁ ଚାହାନ୍ତି। ଅପବ୍ୟୟ ପୁତ୍ର, ସେ ବାସ୍ତବରେ ତାର ଅନୁତାପ ଆସିଛି, ବାସ୍ତବରେ ତାର ପରିବର୍ତ୍ତନ ଆସିଛି। ଆଉ ପିତା ଯେ ସୃଷ୍ଟିକର୍ତ୍ତା, ସେ ଯେ ଆଉ କ୍ଷମାରେ ମହାନ, ଦୟାରେ ମହାନ ପରମେଶ୍ୱର, ସେ ନିଶ୍ଚିତ ମତେ ଗ୍ରହଣ କରିବେ, ଏଇ ଆଶା ନେଇକି ସେ ତାର ପାପକୁ ସ୍ୱୀକାର କରୁଛି। 19 ପଦରେ ଲେଖା ହେଇଛି, ତୁମ ପୁଅ ବୋଲି ଡକାଯିବାର ମୋର ଆଉ ଯୋଗ୍ୟ ନାହିଁ, ମତେ ତୁମର ଜଣେ ମୂଲିଆ ପରି କରି ରଖ। ପ୍ରିୟ ବନ୍ଧୁଗଣ, ଜିହୁଦୀ ସମାଜରେ ସେତେବେଳେ ଯୋଉମାନେ ଏଇ ପ୍ରକାର ଭାଗ ନେଇକିରି ଚାଲି ଯାଉଥିଲେ, ଜିହୁଦୀ ସମାଜର ଗୋଟେ ନିୟମ ଥିଲା, ଆଉ ପିତା ତାଙ୍କୁ ଏଲାଉ କରିବେ ନାହିଁ, ତାଙ୍କୁ ଆଉ ଗ୍ରହଣ କରିବାର ସେମିତି ତାଙ୍କର ନିୟମ ନଥିଲା। ସେଥିପାଇଁ ସେ କହୁଛି, ଆଉ ମୁଁ ତୋର ପୁଅ ହବାର ଯୋଗ୍ୟ ନାହିଁ, ମତେ କଣ କର, ତମର ଜଣେ ମୂଲିଆ କରି ରଖ। ତୁମ ପୁଅ ବୋଲି ଡକାଯିବାର ଆଉ ମୋର ଯୋଗ୍ୟ ନାହିଁ, ମତେ ତୁମର ଜଣେ ମୂଲିଆ କରିକି ରଖ। ଦେଖନ୍ତୁ, ଅନୁତାପ ପରେ ନିଜକୁ ସେ ନମ୍ର କରୁଛି। ନିଜକୁ ସେ କଣ କରୁଛି, ନମ୍ର କରିକି ପିତାଙ୍କ ନିକଟକୁ ଯାଉଛି। ତାର ପାପ ସ୍ୱୀକାର କରୁଛି। ତାର ପାପ ସ୍ୱୀକାର କଲା ପରେ ସେ କଣ କରୁଛି ନା, ସେ କହୁଛି, ମୁଁ ଆଉ ପୁଅ ହବାର ଯୋଗ୍ୟ ନାହିଁ। ଯେହେତୁ ସେତେବେଳର ନିୟମ ସେମିତି ଥିଲା, ଯୋଉମାନେ ଅଂଶ ନେଇକିରି ବା ତାର ଭାଗ ନେଇକି ଚାଲି ଯାଉଥିଲେ, ସେମାନଙ୍କୁ ଜିହୁଦୀ ସମାଜରେ ଆଉ ପୁତ୍ରତ୍ୱର ଅଧିକାର ଦେବାର ନିୟମ ନଥିଲା। କିନ୍ତୁ ଏଇଠାରେ ପିତା ପରମେଶ୍ୱର କଣ କରୁଛନ୍ତି, ଏ କଥା ଶୁଣି ଆଉ ସେ କଣ କରୁଛନ୍ତି, ସେଥିରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା। ଆଉ ଦୂରରେ ଥାଉ ଥାଉ ତାହାର ପିତା ତାକୁ ଦେଖି ଜାଣିଲେ। ପ୍ରଭୁ ଯୋଉମାନେ ଅନୁତାପ କରନ୍ତି, ପ୍ରିୟ ବନ୍ଧୁଗଣ, ଏଟା ସୂକ୍ଷ୍ମ ସୂକ୍ଷ୍ମ ବିଷୟଟି ରହିଛି। ଏ ଉଦାହରଣରେ ସେମାନଙ୍କୁ କଣ କରନ୍ତି ନା, ପ୍ରଭୁ ଦୂରରୁ ଜାଣନ୍ତି, ଆଜିଠାରୁ ଏ ମୋର ସନ୍ତାନ ହେଲା ବୋଲି ଜାଣନ୍ତି। ଆମେ ଅନେକ ସମୟରେ ଆମେ ଏସବୁକୁ ହରେଇ ଦଉଛୁ। ସେଥିପାଇଁ ଆମମାନଙ୍କ ଜୀବନରେ ପ୍ରାର୍ଥନା ନାହିଁ, ଆମମାନଙ୍କ ଜୀବନରେ ଆଣ୍ଠୁ ପାତିବା ନାହିଁ, ଲୋତକ ଝରାଇବା ନାହିଁ, ଅନୁତାପ ନାହିଁ, ଆମମାନଙ୍କ ଜୀବନରେ ପିତାଙ୍କ ନିକଟରେ ନିଜର ସମସ୍ତ ପାପକୁ ସ୍ୱୀକାର କରିବାର ଜୀବନ ନାହିଁ, ଉପବାସ ନାହିଁ। ପିତାଙ୍କ ନିକଟକୁ ଯିବା ପାଇଁ କେବଳ ଆମେ ସ୍ୱର୍ଗ ରାଜ୍ୟ ଯିବା ପାଇଁ କେବଳ ପ୍ରସ୍ତୁତ ହେଇଯାଇଛୁ ଗୋଟେ ମଣ୍ଡଳୀକୁ ଧରିକି, କିନ୍ତୁ ଆମମାନଙ୍କର ଆତ୍ମିକ ଜୀବନର କୁକ୍ରିୟା ଗୁଡାକ ଆମେ ପରିତ୍ୟାଗ କରିପାରୁନୁ, ଆଉ ପବିତ୍ର ଆତ୍ମାଙ୍କୁ ଧାରଣ କରିପାରୁନୁ। ଯେତେବେଳେ ସେ ପବିତ୍ର ଆତ୍ମାକୁ ଧାରଣ କରିଛନ୍ତି, ପିତାଙ୍କ ନିକଟରେ ସବୁ ସ୍ୱୀକାର କରିଛନ୍ତି, ମତେ ମୂଲିଆ ରଖ ବୋଲି କହୁଛନ୍ତି, ସେତେବେଳେ ଦେଖନ୍ତୁ, ନିୟମ ନଥିଲେ ମଧ୍ୟ ଏ ପିତା କଣ କରୁଛନ୍ତି, ଆଉ ତାକୁ ଦୂରରୁ ଦେଖି, ତାହାର ପିତା ତାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ି ଯାଇ ତାହାଙ୍କୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ। ଦେଖନ୍ତୁ, ଯୋଉଠି ନିୟମ ନାହିଁ, ଜିହୁଦୀ ସମାଜରେ ଗୋଟେ କଟକଣା ରହିଛି ଯେ ଯେ ଭାଗ ନେଇକି ପଳେଇଛି, ତାର ଆଉ ପରିବାରରେ ଏଲାଉ ନାହିଁ, ଆଉ ସେ ପୁତ୍ରର ଅଧିକାର ପାଇବ ନାହିଁ। ସେଇ ସମୟରେ ପିତା କ୍ଷମାରେ ମହାନ, ଦୟାରେ ମହାନ ପରମେଶ୍ୱର ହେଇଥିବାରୁ ଆମେ ହୃଦୟଙ୍ଗମ କରିବାକୁ ପଡିବ ଯେ କି ପ୍ରକାର ପରମେଶ୍ୱର ଆମମାନଙ୍କର ପ୍ରଭୁ, କାହାର ଉପାସନା ଆମେ କରୁଛୁ, ସେ କି ପ୍ରକାର ପ୍ରତିଦିନ ଆମମାନଙ୍କୁ ଦୟା ରୂପକ ମୁକୁଟରେ ଭୂଷଣ କରନ୍ତି, ଆମମାନଙ୍କୁ କଣ କରନ୍ତି, ଅଧର୍ମ ସବୁ ମାର୍ଜନା କରନ୍ତି, ରୋଗ ସବୁ ସୁସ୍ଥ କରନ୍ତି,
ଆଉ ଆମମାନଙ୍କର ଜୀବନକୁ ସେ କଣ କରନ୍ତି, ବିନାଶରୁ ଆମମାନଙ୍କ ଜୀବନରୁ ଉଦ୍ଧାର କରନ୍ତି ଏବଂ ଦୟା ରୂପକ ମୁକୁଟରେ ଆମମାନଙ୍କୁ ସେ କଣ କରନ୍ତି, ଭୂଷିତ କରନ୍ତି। ସେଇ ପ୍ରକାର ପରମେଶ୍ୱର ସେ କଣ କରୁଛନ୍ତି, ପୁତ୍ରକୁ ଦୂରରୁ ଦେଖି ତାଙ୍କୁ ଆଲିଙ୍ଗନ କରୁଛନ୍ତି ଆଉ ଦୌଡ଼ି ଯାଇ ତାଙ୍କୁ ଅତି ସ୍ନେହରେ ଚୁମ୍ବନ ଦେଇ ଆଲିଙ୍ଗନ କରୁଛନ୍ତି। ଆଉ ସେତେବେଳେ ପିତା ପୁତ୍ର ତାଙ୍କୁ କହୁଛନ୍ତି, ବାପା, ଈଶ୍ୱରଙ୍କର ବିରୁଦ୍ଧରେ ପୁଣି ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି। ତୁମ୍ଭ ପୁଅ ବୋଲି ଡକାଯିବାର ଆଉ ମୋର ଯୋଗ୍ୟ ନୁହଁ। କିନ୍ତୁ ପିତା ଆପଣ ଦାସମାନଙ୍କୁ କହିଲେ, ସବୁଠାରୁ ଭଲ ଲୁଗା ଘେନି ଆସ, ଆଉ ସବୁ ପ୍ରକାର ପାଦୁକା ପିନ୍ଧାଅ, ମୁଦି ପିନ୍ଧାଅ, ପୃଷ୍ଠ ପୃଷ୍ଠ ବାଛୁରୀ ଆଣି ମାର ଏବଂ ଆମେମାନେ ଭୋଜନ କରି ଉତ୍ସବ କରୁ। ଜଣେ ଲୋକ ଯଦି ଜଗତରେ ବା ମଣ୍ଡଳୀରେ ଜଣେ ଲୋକ ଆଉ ଅନୁତାପ କରି ତାର କୁକ୍ରିୟା ତ୍ୟାଗ କରି ଯେତେବେଳେ ସମସ୍ତ ପ୍ରାଣ, ସମସ୍ତ ଶରୀର, ସମସ୍ତ ଅନ୍ତଃକରଣ ଦେଇ ପ୍ରଭୁଙ୍କୁ ଗ୍ରହଣ କରେ, ପ୍ରଭୁଙ୍କ ନିକଟବର୍ତ୍ତୀ ହୁଏ, ନିଜର ପାପକୁ ସ୍ୱୀକାର କରେ, ସେତେବେଳେ ଜଣେ ଲୋକ ମନ ପରିବର୍ତ୍ତନ କଲେ ସ୍ୱର୍ଗରେ ତା ପାଇଁ କଣ ହୁଏ, ଆନନ୍ଦ ହୁଏ। ଆଜି ପିତା ସେଇ ପ୍ରକାର ପରମେଶ୍ୱର ଆମମାନଙ୍କର ଆଜି ମଧ୍ୟ ସେ କ୍ଷମା ଦେବାକୁ ଚାହାନ୍ତି, ଆଜି ମଧ୍ୟ ଆମମାନଙ୍କୁ ଆଲିଙ୍ଗନ କରିବା ପାଇଁ ଚାହାନ୍ତି, ଆଜି ମଧ୍ୟ ସେ ପୁଅ ବୋଲି ଡାକିବା ପାଇଁ ଚାହାନ୍ତି। ଆମେ କଣ ଇଚ୍ଛା କରୁଛୁ କି? ନା ଆମର ସେ କଦାକାଳ ଜୀବନରେ ଆଜି ଜଗତରେ ରହି ଶେଷ ଦିନ ପର୍ଯ୍ୟନ୍ତ ଆମେ ସେଇ ପ୍ରକାର ଜୀବନ କାଟୁ କାଟୁ ଆମେ ଆଉ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ଆମେ ଯଦି ଏ ପ୍ରକାର ଜୀବନ କଦାକାର ଜୀବନ କାଟିବା, ତେବେ ଆମେ କ୍ଷମା ପାଇବା ନାହିଁ, ପିତାଙ୍କ ଚରଣ ତଳକୁ ଆମେ ଯାଇପାରିବା ନାହିଁ, ପିତା ଆମମାନଙ୍କୁ ଆଲିଙ୍ଗନ କରିବେନି, ଆମର ଜୀବନ ଭ୍ରଷ୍ଟ ହବ, ଅନନ୍ତ ନରକର ଜୀବନ ଆମମାନଙ୍କୁ ହବ। ଆଉ ସେ ସବୁ ଆୟୋଜନ କରି ସେମାନେ ଉତ୍ସବ କରୁଛନ୍ତି। ଆଉ ସେତେବେଳେ ବଡ ପୁଅର କାର୍ଯ୍ୟ ଆରମ୍ଭ ହଉଛି। ଦେଖନ୍ତୁ ବଡ ପୁଅ କଣ କରୁଛି ନା, ସେ କ୍ଷେତରେ ଥିଲା, ସେତେବେଳେ ସେ ଆସି ଘର ପାଖରେ ପହଞ୍ଚିଲା, ସେତେବେଳେ ବାଦ୍ୟ ଆଉ ତୁରୀର ଶବ୍ଦ ଶୁଣିଲା। ଆଉ ଦାସ ମାନଙ୍କ ମଧ୍ୟରୁ ଜଣକୁ ପାଖକୁ ଡାକି ସେ ସବୁ କଣ ବୋଲି ପଚାରିଲା। ସେ ତାକୁ କହିଲା, ତୁମର ଭାଇ ଆସିଅଛନ୍ତି, ଆଉ ତୁମର ତାଙ୍କୁ ସୁସ୍ଥ ଶରୀରରେ ପାଇବାରୁ ମୋଟା ବାଛୁରୀ ତୁମର ବାପା ମାରିଅଛନ୍ତି। ଭୋଜି ମନ୍ଦର ଆୟୋଜନ ହଉଥିବା ସମୟରେ, ତାକୁ ଗ୍ରହଣ କରୁଥିବା ସମୟରେ, ତାକୁ ମୁଦି ପିନ୍ଧଉଥିବା ସମୟରେ, ତାର ପାଇଁ ଉତ୍ତମ ବସ୍ତ୍ର ପିନ୍ଧେଇବା ସମୟରେ, ଦେଖନ୍ତୁ ଜଣେ ପାପୀ ଯଦି ମନ ପରିବର୍ତ୍ତନ କରି ଆସିଲା ପ୍ରଭୁଙ୍କ ନିକଟକୁ, ଏସବୁ ପ୍ରକାର ଆୟୋଜନ କଣ କରୁଛନ୍ତି, ପିତା କରୁଛନ୍ତି। ଆଉ ସ୍ୱର୍ଗରେ କଣ ହଉଛି, ଆନନ୍ଦ ହଉଛି। ଏଇ ସ୍ଥାନରେ ମଧ୍ୟ ତା ପାଇଁ ଆନନ୍ଦ କରାଯାଉଛି। ସେଥିରେ ସେ ରାଗିଗଲା। କିଏ ରାଗିଗଲା? ବଡ ପୁଅ ରାଗିଗଲା। ଏଥିରୁ ବଡ ପୁଅର ଦୃଷ୍ଟାନ୍ତ ଏଇଠୁ ଆରମ୍ଭ ହେଲା ଯେ ସେ ବଡ ପୁଅ କଣ କଲା, ଏସବୁ ଶୁଣିକି ସେ ରାଗିଗଲା। ଆମମାନଙ୍କ ଜୀବନରେ ମଧ୍ୟ ସେଇ କ୍ରୋଧ ଅଛି। ଆମମାନଙ୍କ ଚର୍ଚ୍ଚରେ ମଧ୍ୟ, ଆମମାନଙ୍କର ମଣ୍ଡଳୀରେ, ଆମମାନଙ୍କର ସମାଜରେ, ଆମମାନଙ୍କର ପରିବାରରେ ଆମମାନଙ୍କ ଜୀବନ ସେ ରାଗ ଅଛି। ଜଣେ ଯଦି ପରିବର୍ତ୍ତନ ହେଲା, ଆମେ ତାକୁ ଗ୍ରହଣ କରିବା ପାଇଁ, ଦେଖିବା ପାଇଁ ଚାହୁଁନୁ। ବିଭିନ୍ନ ଭାବରେ ଆମେ ତାକୁ କଣ କରୁଛୁ, ଆଉ ଏ ରାଗରେ ଆମେ ଇଏ କରୁଛୁ। ସେତେବେଳେ ଏ ଶାସ୍ତ୍ରୀ ଫାରୁଷ୍ଟ୍ରୀ ମାନଙ୍କ ଜୀବନରେ ମଧ୍ୟ ସେଇ ରାଗର ବିଷୟ ଥିଲା। ଯୀଶୁ ଖ୍ରୀଷ୍ଟ ଯୋଉ କାର୍ଯ୍ୟ କରୁଥିଲେ, ସେମାନେ ତାକୁ ଆଉ ଗ୍ରହଣ କରୁନଥିଲେ, ସେମାନେ ରାଗୁଥିଲେ। କାରଣ ଇଏ କି ଈଶ୍ୱରଙ୍କର ପୁତ୍ର ବୋଲିକି ଆଉ ନିଜକୁ ଘୋଷଣା କରିବ, ଆଉ ଇଏ କଣ ଆମଠାରୁ ବଡ କି, ଏଇ ପ୍ରକାର ଗୋଟେ ଚିନ୍ତାଧାରା ଥିଲା। ଆଜି ଆମମାନଙ୍କ ଜୀବନରେ ମଧ୍ୟ ଏଇ ଶାସ୍ତ୍ରୀ ଫାରୁସିର ଜୀବନ ଅଛି। ପ୍ରିୟ ବନ୍ଧୁଗଣ, ଆଜି ଅନେକ ସମୟରେ ଆମେ ଅନେକ ବିଷୟରେ ଆମେ ଆନନ୍ଦ କରିପାରୁନୁ। ଭାଇର ଉତ୍ତମତା ଦେଖି ଆମେ ଆନନ୍ଦ କରିପାରୁନୁ। ଆମେ କଣ କରୁଛୁ, ଈର୍ଷା କରୁଛୁ। ଆମମାନଙ୍କ ଜୀବନରେ କ୍ରୋଧ ଅଛି। ବଡ ପୁଅ ପାଖରେ ଆଉ ଇଏ ସବୁବେଳେ ପ୍ରଭୁଙ୍କ ସହିତ ଥିଲା, ବା ତାଙ୍କର ବାପାଙ୍କ ସହିତ ଥିଲା। ସାନ ପୁଅ ପାଇଁ ଏତେ ସବୁ କରୁଛନ୍ତି। ସେ କହୁଛି, ଅଭିଯୋଗ କରୁଛି, ମୋ ପାଇଁ କେବେ ବି, ମୁଁ ଏତେ କରୁଛି ତୁମର, କେବେ ବି ମୋ ପାଇଁ ଗୋଟେ ଛୋଟ ଛେଳି ଛୁଆ ବି ଆଉ ତମେ କହିଲା। 27 ପଦରେ ଦେଖନ୍ତୁ, ଆଉ ସେ ତାହାକୁ ଡାକି କହିଲା, ତୁମର ଭାଇ ଆସିଅଛନ୍ତି, ଆଉ ତୁମର ବାପା ଆଉ ତା ପାଇଁ ସବୁ ପ୍ରକାର ଆୟୋଜନ କରୁଛନ୍ତି। ସେଥିରେ ସେ ରାଗି ଯାଇ କହିଲା, ଆଉ ଭିତରକୁ ଯିବା ପାଇଁ ମଙ୍ଗିଲା ନାହିଁ। କିନ୍ତୁ ତାହାର ପିତା ବାହାରକୁ ଆସି ତାକୁ କହିଲେ। ମାତ୍ର ସେ ପିତାକୁ ଉତ୍ତର ଦେଲା, ଦେଖ, ଏତେ ବର୍ଷ ହେଲା ମୁଁ ତୁମର ଗୋଲାମ ପରି ଖଟି ଆସିଛି, ପୁଣି କେବେ ହେଲେ ତୁମର ଆଜ୍ଞା ଲଙ୍ଘନ କରିନାହିଁ। ତଥାପି
ମୋର ବନ୍ଧୁମାନଙ୍କ ସହିତ ଉତ୍ସବ କରିବାକୁ ତୁମେ ମତେ କେବେ ହେଲେ ଛେଳି ଛୁଆଟେ ସୁଦ୍ଧା ଦେଇନାହ। ଆଜି ଆମମାନଙ୍କ ଜୀବନରେ ଏଇ ପ୍ରକାର ଈର୍ଷାର ଭାବ ଅଛି ପ୍ରିୟ ବନ୍ଧୁଗଣ। ତେଣୁ ଆମମାନଙ୍କର ମଣ୍ଡଳୀ, ଆମମାନଙ୍କର ସମାଜ ବଢି ପାରୁନି। ଆଉ ଏଇମାନଙ୍କୁ ଶାସ୍ତ୍ରୀ ଫାରୁସୀ ହିସାବରେ, ଅର୍ଥାତ୍ ବଡ ପୁଅକୁ ଶାସ୍ତ୍ରୀ ଫାରୁସୀର ନିଦର୍ଶନ ବୋଲି ପ୍ରଭୁ ଏହି ସ୍ଥାନରେ ଶିକ୍ଷା ଦଉଛନ୍ତି। ଆମମାନଙ୍କ ଜୀବନରେ ଯଦି ଏଇ କଦାକାର ଜୀବନ, ଏଇ ଶାସ୍ତ୍ରୀ ଯଦି ଆମେ ଯାଉଛୁ, ସବୁବେଳେ ସେବା କରୁଛୁ, ବଡ ପୁଅ ମଧ୍ୟ ସବୁବେଳେ ଲାଗି ରହି ତାଙ୍କର ଭୃତ୍ୟ ପରି ସେ କାମ କରୁଥିଲା। ଆଉ ସେ ଅଭିଯୋଗ କରୁଛି, ସେ ଅଭିମାନ କରୁଛି, ସେ ରାଗୁଛି, ଆଉ ବାପାଙ୍କୁ କହୁଛି କଣ ନା, ମୁଁ ଏତେ କରୁଛି, ମୋ ପାଇଁ କେବେ ତ ଛେଳି ଛୁଆ ଗୋଟେ ମାରିନ। ତମର ପୁଅ ତମ ଠାରୁ ଅଂଶ ନେଇକିରି ପଳେଇଗଲା, ଆଉ ସେ ଆସିଛି ବୋଲି ତା ପାଇଁ ଏତେ ତମେ ଆୟୋଜନ କରୁଛ, ଆଉ ଏଟା ଅନ୍ୟାୟ ବିଷୟ ବୋଲି ସେ କହୁଛି। ଆଜି ଆଜି ଜଗତରେ ମଣ୍ଡଳୀ ମାନଙ୍କରେ ମଧ୍ୟ ଏଇ ପ୍ରକାର ବିଭିନ୍ନ ବିଷୟରେ ଆଉ ଚର୍ଚ୍ଚା ହଉଛି, ଆଲୋଚନା ହଉଛି, ଆଉ ରାଗି ଯାଉଛନ୍ତି, ଆଉ ଅନେକ ଘୃଣ୍ୟ କାମ ମାନ ହଉଛି। କାହିଁକି ନା ଜଣଙ୍କର ଆମେ ଇର୍ଷା କରୁଛୁ, ଆମମାନଙ୍କ ଭିତରେ କ୍ରୋଧ ଅଛି। ଶାସ୍ତ୍ରୀ ପାରୁଛି ଯେ ପ୍ରକାର ଏଇ ସେ ପ୍ରଭୁ ଯୀଶୁଙ୍କୁ କଣ କରିଥିଲେ, ସେମାନେ ଈଶ୍ୱରଙ୍କ ସମସ୍ତ ଉତ୍ତମ କାର୍ଯ୍ୟ ଦେଖି ତାଙ୍କୁ ସେମାନେ କଣ କରୁଥିଲେ, ଗ୍ରହଣ କରୁନଥିଲେ, ଆଉ ସେମାନଙ୍କର ବିରୁଦ୍ଧରେ ସବୁବେଳେ କଲା। କିନ୍ତୁ ଏଠି ବଡ ପୁଅ, ଏଠି ରେଫରେନ୍ସରେ ଦିଆ ହେଇନାହିଁ, କିନ୍ତୁ ମୁଁ ଗୋଟେ ରେଫରେନ୍ସ ପଢୁଥିଲି। ବଡ ପୁଅର କଣ କଲା, ତାପରେ ବଡ ପୁଅ ରାଗିକିରି ସେ କଣ କଲା, ପିତାଙ୍କୁ ସେ ଆଘାତ କଲା, ଆଉ ପିତାଙ୍କୁ ସେ ବଦ୍ଧ କଲା। ଏ ପ୍ରକାର ଶାସ୍ତ୍ରୀ ଫାରୁସୀ ମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ବିରୁଦ୍ଧ ଆଚରଣ କରି, ଯୀଶୁଖ୍ରୀଷ୍ଟଙ୍କର ବିରୁଦ୍ଧରେ ସାକ୍ଷ୍ୟ ଦେଇ, ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ ନ କରି ସେମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କୁ କଣ କଲେ ନା କ୍ରୁଶରେ ଚଢେଇବା ପର୍ଯ୍ୟନ୍ତ ସେମାନେ ପ୍ରୟାସ ଜାରି ରଖିଲେ। ଆଜି ବଡ ପୁଅ ଅତ୍ୟଧିକ କ୍ରୋଧ ହେଇକିରି ଆଉ କଣ କରୁଛି ନା ପିତାଙ୍କୁ ଆଘାତ କରୁଛି, ଆଉ ପିତା ତାଙ୍କର ପ୍ରାଣ ସେଇ ସ୍ଥାନରେ ସେ ଛାଡ଼ି ଯାଇଛି। ପ୍ରିୟ ବନ୍ଧୁଗଣ, ଆମେ ଜାଣିବା ଆବଶ୍ୟକ ଏଠି କାହିଁକି ଦୁଇଟି ପୁଅକୁ ରଖିଛନ୍ତି, ନା ବଡ ପୁଅ କାହିଁକି ସାନ ପୁଅକୁ କାହିଁକି ରଖିଛନ୍ତି, ଆଉ ଆମେ ଜାଣିବା ଆବଶ୍ୟକ। ବଡ ପୁଅ ହଉଛି ଶାସ୍ତ୍ରୀ ଫାରୁସୀର ନିଦର୍ଶନ, ଆଉ ସାନ ପୁଅ ହଉଛନ୍ତି ପାପୀ ମାନଙ୍କର ନିଦର୍ଶନ, ଯେ ମନ ପରିବର୍ତ୍ତନ କରି ଆଉ ଯୀଶୁଖ୍ରୀଷ୍ଟ କଣ କରିଛନ୍ତି ନା ପାପୀ ମାନଙ୍କୁ ଖୋଜି ରକ୍ଷା କରିବା ନିମନ୍ତେ ଯୀଶୁଖ୍ରୀଷ୍ଟ ଆସିଛନ୍ତି। ଆଜି ମଧ୍ୟ ଆମମାନଙ୍କୁ ସମୟ ଦିଆଯାଇଛି, ଯେ କେହି ମନ ପରିବର୍ତ୍ତନ କରିବ, ଆଉ ମନ ଆତ୍ମା ଶରୀର ସହିତ ହୃଦୟ ସହିତ ଈଶ୍ୱରଙ୍କ ନିକଟକୁ ଆସିବ, ନିଜର ପାପକୁ ସ୍ୱୀକାର କରିବ, ଏବଂ ସେ ତାକୁ କଣ କରିବେ, ଆଉ ଥରେ ପୁତ୍ରୋତ୍ତର ଅଧିକାର ଦେବେ, ତାଙ୍କ ପାଇଁ ସ୍ୱର୍ଗରେ ଆନନ୍ଦ ହବ। ଏଇ ଶିକ୍ଷା ଏଠି ସୁନ୍ଦର ଭାବରେ ପ୍ରଭୁ ବୁଝେଇଛନ୍ତି। କିନ୍ତୁ ଯୋଉମାନେ ମଣ୍ଡଳୀରେ ଥାଇକି ମଧ୍ୟ ନାନା ବିଭ୍ରାଟ କରନ୍ତି, ଚେଇର ପାଇଁ ଆଉ ପଦ ପଦବୀ ପାଇଁ, ବିଭିନ୍ନ ପ୍ରକାର ଆର୍ଥିକ ସମସ୍ୟା ପାଇଁ, ବିଭିନ୍ନ ବିଷୟ ନେଇକିରି ଯୋଉମାନେ ଆଜି ଖ୍ରୀଷ୍ଟିଆନ ହେଇଥିଲେ ବି, ବଡ ବଡ ପଦବୀରେ ଥିଲେ ବି, ବଡ ବଡ କାର୍ଯ୍ୟକାରୀ ହେଇଥିଲେ ମଧ୍ୟ, ଇଂଲିଶରେ ବାକ୍ୟ କହୁଥିଲେ ମଧ୍ୟ, ଭଲ ଗୀତ ଗାଉଥିଲେ ମଧ୍ୟ, ସେମାନେ କଣ କରୁଛନ୍ତି, ସବୁଦିନ ପିତାଙ୍କର ବିରୁଦ୍ଧ ଆଚରଣ କରୁଛନ୍ତି। ଏଇ ଦୃଷ୍ଟାନ୍ତରେ ଏହା ହିଁ ଶିକ୍ଷା ଦିଆଯାଉଛି। ଆଜି ଆମେ କୋଉ ଗୋଷ୍ଠୀରେ ଅଛୁ, ଏ ବଡ ପୁଅର ଗୋଷ୍ଠୀରେ ଅଛୁ ନା ଅପବ୍ୟୟ ପୁତ୍ରର ଗୋଷ୍ଠୀରେ ଅଛୁ? ଆଜି ଯଦି ଅପବ୍ୟୟ ପୁତ୍ର ଅଛୁ, ଆମେ ମନ ପ୍ରେରଣ କରିବା, ପ୍ରଭୁଙ୍କ ନିକଟକୁ ଯିବା, ପ୍ରଭୁ ଆମମାନଙ୍କୁ କଣ କରିବେ, ଆଉ ଥରେ ସେ ପୁତ୍ରୋତ୍ତର ଅଧିକାର ଦେଇ ଆମର ନାମ ସେ ଜୀବନ ପୁସ୍ତକରେ ଲେଖିବେ। କିନ୍ତୁ ଯୋଉ ବଡ ପୁଅ ଥିଲା, ସେ କଣ ରାଗ, କ୍ରୋଧ, ହିଂସା, ବିଭିନ୍ନ ପ୍ରକାର ଶାରୀରିକ ତା ଭିତରେ ଥିଲା। ଯଦି ବା ସେ ପିତାଙ୍କ ନିକଟରେ ଥିଲା, କାର୍ଯ୍ୟ କରୁଥିଲା, ସବୁ ସତ, କିନ୍ତୁ ତା ଭିତରେ ଈର୍ଷା ଥିଲା, କପଟ ଥିଲା, ତା ଭିତରେ ଉତ୍ତମତା ନଥିଲା, ପ୍ରଭୁଙ୍କ ଦୃଷ୍ଟିରେ ଯାହାକି ମନ୍ଦ ଥିଲା। ଅପବ୍ୟୟ ପୁତ୍ର ଯଦି ବା ପିତାଙ୍କର ଆଜ୍ଞା ଲଙ୍ଘନ କରି ପିତାଙ୍କୁ ଅବାଧ୍ୟତା ହେଇ ସେ ଚାଲି ଯାଇଥିଲା, ଯେବେ ଆସିଛି ସେ କ୍ଷମା ପାଇଛି। କିନ୍ତୁ ଶାସ୍ତ୍ରୀ ଫାରୁସୀ ପ୍ରଭୁଙ୍କ ନିକଟରେ ଥାଇ ସବୁ କାମ କରି, ଆଜି ମଣ୍ଡଳୀର କର୍ମକର୍ତ୍ତା ମାନେ ପ୍ରଭୁଙ୍କ ନିକଟରେ ଥାଇ ସବୁ କାର୍ଯ୍ୟ କରି ମଧ୍ୟ ସେମାନଙ୍କ ଜୀବନରେ ଯଦି ଛଳ, କପଟ, ଈର୍ଷା, ମୋହ, ମାୟା, ବିଭିନ୍ନ ପ୍ରକାର କୂଟନୀତି ଯଦି ଅଛି, ଆଜି ମଣ୍ଡଳୀ ମାନଙ୍କରେ ପ୍ରଭୁ କ୍ଷମା ଦେବେ ନାହିଁ। ସେମାନଙ୍କୁ ପ୍ରଭୁ କଣ କରିବେ, ଅଗ୍ରାହ୍ୟ କରିବେ। ଆଜି ହିଁ ସମୟ ଅଛି ପ୍ରିୟ ବନ୍ଧୁଗଣ, ଆଜିର ବାକ୍ୟ ଅନୁସାରେ ଆମେ ଏସବୁକୁ ପରିତ୍ୟାଗ କରି ଅପବ୍ୟୟ ପୁତ୍ର ସଦୃଶ୍ୟ ନିଜକୁ ନମ୍ର କରିବା, ପ୍ରଭୁଙ୍କ ଚରଣ ତଳକୁ ଯିବା। ପ୍ରଭୁ କଣ କରିବେ, ଆମ ସମସ୍ତଙ୍କୁ କଣ କରିବେ, ଆଉ ସେ ଆଲିଙ୍ଗନ କରିବେ, ଚୁମ୍ବନ ଦେବେ,
ପୁତ୍ରୋତ୍ତର ଅଧିକାର ଦେବେ ଏବଂ ଅନନ୍ତ ଜୀବନର ଅଧିକାରୀ କରିବା ପାଇଁ ସେ ସାମର୍ଥ୍ୟ ହେବେ। ପ୍ରଭୁ ଏ ଅଳ୍ପ ଚିନ୍ତାରେ ଆମ ସମସ୍ତଙ୍କୁ ବୁଝିବା ପାଇଁ ସାମର୍ଥ୍ୟ ଦିଅନ୍ତୁ ଏବଂ ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ଧନ୍ୟବାଦ। ନମସ୍କାର। ଧନ୍ୟବାଦ ଆଜ୍ଞା ସୁନ୍ଦର ବାକ୍ୟ ପାଇଁ। ପ୍ରଭୁଙ୍କ ଦାସଙ୍କୁ ଆସନ୍ତୁ କରତାଳ ସହିତ ଧନ୍ୟବାଦ ଦେବା। ଆଉ ଯୋଉମାନେ ବାକ୍ୟ ବହିକିରି ଆଣନ୍ତି ସେମାନେ 2 ଗୁଣ ସମାଦର ପାଇବାକୁ ଯୋଗ୍ୟ। ସେଥିପାଇଁ ଆମେ ପ୍ରଭୁଙ୍କ ଦାସଙ୍କୁ କରତାଳ ସହିତ ଧନ୍ୟବାଦ ଦେବା। ଆଉ ସୁନ୍ଦର ବାକ୍ୟ ଦେଇଥିବାରୁ ଆମେ ପ୍ରଭୁଙ୍କ ଦାସ କହୁଥିଲେ ଆଉ ଚେତନାର ବାକ୍ୟ। ଆଜି ଆମେ ନିଜ ନିଜକୁ ସମୀକ୍ଷା କରିବା ଆଉ ପ୍ରଭୁଙ୍କ ନିକଟରେ ଆମେ ନିଜକୁ ରଖିବା। ଆମମାନଙ୍କ ଜୀବନ ସେ ନମ୍ରତା ଅଛି କି? ଆମମାନଙ୍କ ଜୀବନରେ ସେ ରାଗ ଅଛି କି? ତାହେଲେ ଆଜିର ବାକ୍ୟ ଅନୁସାରେ ଆମମାନଙ୍କ ଜୀବନ ସେ ସାନ ପୁଅ ଭଳି ଆମେ ଆଉ ପ୍ରଭୁଙ୍କ ନିକଟକୁ ଫେରି ଆସିବା। ଆମମାନଙ୍କ ଜୀବନ ଥିବା ରାଗ, କ୍ରୋଧ, ଅଭିମାନ, ଗର୍ବ, ଅହଙ୍କାର, ଲୌକିକ ଗର୍ବ ସବୁ ବିଷୟ ପ୍ରଭୁଙ୍କ ନିକଟରେ ସମର୍ପଣ କରିବା। ତାହେଲେ ପ୍ରଭୁଙ୍କର ଆମେ ଆଶୀର୍ବାଦ ଲାଭ କରିବା। ପ୍ରଭୁ ଆମ ଏ ବାକ୍ୟ ଉପରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଏ ସମୟରେ ଆମେ ବିଜ୍ଞାପନ ଶୁଣିବାକୁ